ଏମିତି ଆଜି ଆମେ ଶୁଣିବା 26/8/26 ବାବାଙ୍କର ମହାବାକ୍ୟ। ମିଠେ ବଚ୍ଚେ, ତୁମେ ଗ୍ୟାରେଣ୍ଟି ଦେଉଛ ଯେ ଆମେ ନିଜର ଯୋଗ ବଳ ଦ୍ୱାରା ଏହି ଭାରତକୁ ସ୍ୱର୍ଗ କରିବୁ। ସେଠାରେ ଏକ ଧର୍ମ, ଏକ ରାଜ୍ୟ ହେବ। ଗ୍ୟାରେଣ୍ଟି ଦେଉଛୁ ଯେ ନିଜର ଯୋଗ ବଳ ଦ୍ୱାରା ଏହି ଭାରତକୁ ସ୍ୱର୍ଗ କରିବୁ। ଯୋଗ ବଳ ଦ୍ୱାରା ହିଁ ନର୍କ ସ୍ୱର୍ଗ ହେବ। ଯୋଗ ବଳ ଦ୍ୱାରା ହିଁ ଅସମ୍ଭବ ସମ୍ଭବ ହେଇପାରିବ। ଯୋଗ ବଳ ଦ୍ୱାରା ହିଁ ସଂସ୍କାର ପରିବର୍ତ୍ତନ ହେବ। ଯୋଗ ବଳ ଦ୍ୱାରା ସାହସ ଆସିବ। ଯୋଗ ବଳ ଦ୍ୱାରା ଉମଙ୍ଗ ଉଚ୍ଛା ଆସିବ। ଯୋଗ ବଳ ଦ୍ୱାରା ହିଁ ଆମେ ବାବାଙ୍କର ସ୍ନେହର ପାତ୍ର ହେଇପାରିବା। ଆମେ ସନ୍ତୁଷ୍ଟ ହେଇପାରିବା। ଦୁନିଆରୁ ମଧ୍ୟ ଆମକୁ ବୈରାଗ୍ୟ ଆସିବ, ଯାହାଦ୍ୱାରା ପୁଣି ନୂଆ ସଂସାର ଆସିବ, ଯୋଉଠି ଏକ ଧର୍ମ ଏକ ରାଜ୍ୟ ହେବ। ପ୍ରଶ୍ନ, ମାୟାର କେଉଁ ବିଘ୍ନରୁ ସୁରକ୍ଷିତ ରହିଲା ବାଲା ବହୁତ ଭଲ ଚମତ୍କାର କରିପାରିବେ? ଉତ୍ତର, ମାୟାର ସବୁଠାରୁ ବଡ଼ ବିଘ୍ନ ହେଉଛି ଦେହ ଅଭିମାନ ଆଣି ପରସ୍ପରର ନାମ ରୂପରେ ଆକର୍ଷିତ କରାଇବା। ଯେଉଁ ସନ୍ତାନମାନେ ଏ ବିଘ୍ନରୁ ସୁରକ୍ଷିତ ରୁହନ୍ତି, ମାୟାର ଧୋକାରୁ ବଞ୍ଚିଯାଆନ୍ତି। ସେମାନେ ବହୁତ ଚମତ୍କାର କରି ଦେଖାଇଥାନ୍ତି। ସେମାନଙ୍କ ବୁଦ୍ଧିରେ ସେବାର ନୂଆ ନୂଆ ବିଚାର ଚାଲିଥାଏ। ସେବାରେ ଉନ୍ନତି ସେତେବେଳେ ହେବ ଯେତେବେଳେ ତୁମେ ଦେହୀ ଅଭିମାନୀ ହେବ। ମାୟାର ସବୁଠୁ ବଡ଼ ବିଘ୍ନ ହେଉଛି ଦେହ ଅଭିମାନରେ ଆଣିକିରି ପରସ୍ପର ନାମ ରୂପରେ ଆକର୍ଷିତ କରିବ। ଆମେ ବାହାରିଥିଲେ ଗୋଟେ କାମ କରିବା ପାଇଁ, କିନ୍ତୁ ଅଟକି ଗଲେ ସାଇଟ୍ ସିନ୍ ଦେଖିବା ପାଇଁ। ଆମେ ବାହାରିଲୁ ଘରୁ ମାଉଣ୍ଟ ଆବୁ ଯିବା ପାଇଁ, କିନ୍ତୁ ମଝିରେ ସାଇଟ୍ ସିନ୍ ଭଲ ଲାଗିଲାଲି ଓହ୍ଲେଇ ପଡ଼ିଲେ, ତ ଆମେ ତ ମାଉଣ୍ଟ ଆବୁରେ କେହି ପହଞ୍ଚି ପାରିବାନି। ସେମିତି ଆମେ ଆସୁ ମୁକ୍ତି ଜୀବନ ମୁକ୍ତି ପାଇଁ 63 ଜନ୍ମ ଭକ୍ତି କରିକି, କିନ୍ତୁ ମୁକ୍ତି ଜୀବନ ମୁକ୍ତି ବଦଳରେ ଆମେ ଅନ୍ୟର ନାମ ରୂପରେ ଫସିଗଲେ ମାନେ କ'ଣ? ଆମେ ଲୁହାର ପଞ୍ଜୁରୀରୁ ବାହାରିରୁ ପୁଣି ସୁନାର ପଞ୍ଜୁରୀରେ ରହିଗଲେ। ତ ଆମେ ତ ଆକାଶରୁ ଉଡ଼ନ୍ତା ପକ୍ଷୀ ହେଇପାରିଲେନି। ତେଣୁ ବାବା କହୁଛନ୍ତି ଏ ବିଘ୍ନରୁ ସୁରକ୍ଷିତ ରହିବା ପାଇଁ, ମାୟାର ଧୋକାରୁ ବଞ୍ଚିବା ପାଇଁ ଆମକୁ ଅସ୍ତ୍ର ହେଉଛି ଯୋଗ। ଯୋଗ କଲେ ହିଁ ଆମେ ବିଘ୍ନରୁ ନିଜକୁ ବଞ୍ଚେଇ ପାରିବା। ବାବା ସହିତ ମୋହ ରଖିବାର ଅଛି, ତାହେଲେ ଆମେ ବହୁତ ଚମତ୍କାର କରିକି ଦେଖେଇ ପାରିବା। ଆଉ ଯିଏ ଦେହୀ ଅଭିମାନୀ ରହିବ, ବାବାଙ୍କୁ ୟାଦ କରିବ, ତାର ସେବା ପାଇଁ ନୂଆ ନୂଆ ପ୍ଲାନ୍ ଚାଲିବ, ବୁଦ୍ଧିରେ ସେବାର ଉନ୍ନତି ହେବ। ସେଥିପାଇଁ ଯେତେ ଆମେ ଦେହୀ ଅଭିମାନୀ ହେବା, ଏ ମାୟାର ଆକ୍ରମଣରୁ ନିଜକୁ ସୁରକ୍ଷିତ କରିକି ରଖିପାରିବା। ଓମ୍ ଶାନ୍ତି। ବାବା ଆସିଛନ୍ତି ଆତ୍ମିକ ସନ୍ତାନମାନଙ୍କୁ ଶ୍ରୀମତ ଦେବା ପାଇଁ। ଏକଥା ତ ପିଲାମାନେ ଜାଣିଛନ୍ତି ଯେ ଅଳ୍ପ ସମୟ ଭିତରେ ଡ୍ରାମାର ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ସମସ୍ତ କାର୍ଯ୍ୟ ହେବ। ଡ୍ରାମାର ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ସମସ୍ତ କାର୍ଯ୍ୟ ହେବ। ଡ୍ରାମା ଉପରେ ନିଶ୍ଚୟ ରକ୍ଷା। ଆମେ ରାବଣପୁରୀକୁ ବିଷ୍ଣୁପୁରୀ କରୁଛୁ। ଏବେ ବାବା ଗୁପ୍ତ, ତ ପାଠପଢ଼ା ମଧ୍ୟ ଗୁପ୍ତ। ବିଷ୍ଣୁପୁରୀ ହେଉଛି, କିନ୍ତୁ ଏକଥା ସମସ୍ତେ ଜାଣୁନାହାନ୍ତି। ବାବା ବି ଗୁପ୍ତ, ଏ ପାଠ ମଧ୍ୟ ଗୁପ୍ତ। ଗୁପ୍ତ ରୀତିରେ ଏବେ ବିଷ୍ଣୁପୁରୀ ସ୍ଥାପନା ହେଉଛି। ସେଣ୍ଟର୍ସ ତ ବହୁତ ରହିଛି, ଛୋଟ ବଡ଼ ଗାଁରେ ସେଣ୍ଟର୍ସ ରହିଛି, ଏବଂ ପିଲାମାନେ ମଧ୍ୟ ବହୁତ ଅଛନ୍ତି। ଆହୁରି ମଧ୍ୟ ଦିନକୁ ଦିନ ବଢ଼ି ଚାଲିବେ। ପୁସ୍ତକ ଆଦିରେ ମଧ୍ୟ ଲେଖୁଛନ୍ତି ଯେ ଆମେ ଏଇ ଭାରତ ଭୂମିକୁ ସ୍ୱର୍ଗ କରି ଛାଡ଼ିବୁ। ତୁମକୁ ଏଇ ଭାରତ ଭୂମି ବହୁତ ପ୍ରିୟ, କାହିଁକି ନା ତୁମେ ଜାଣିଛ ଏଇ ଭାରତ ହିଁ ସ୍ୱର୍ଗ ଥିଲା। ଏହାକୁ 5000 ବର୍ଷ ହେଲାଣି ଭାରତ ବହୁତ ଗୌରବମଣ୍ଡିତ ଥିଲା। ତୁମ ବ୍ରହ୍ମମୁଖ ବଂଶାବଳୀ ସନ୍ତାନମାନଙ୍କ ପାଖରେ ଏହି ଜ୍ଞାନ ରହିଛି। ଏଇ ଭାରତକୁ ଶ୍ରୀମତ ଆଧାରରେ ସ୍ୱର୍ଗ କରିବାକୁ ହେବ। ସମସ୍ତଙ୍କୁ ରାସ୍ତା ବତେଇବାକୁ ହେବ, ଏବଂ ଆଉ କୌଣସି ଦ୍ୱନ୍ଦ୍ୱାତ୍ମକ କଥା ଏଠାରେ ନାହିଁ। ବ୍ରହ୍ମାଙ୍କ ଶରୀରରେ ଶିବାବା ଶ୍ରୀମତ ଦେଉଛନ୍ତି ସ୍ୱର୍ଗ କରିବା ପାଇଁ। ବୁଝିକି ଅନ୍ୟକୁ ରାସ୍ତା ବତେଇବା, ଅନ୍ୟ କୌଣସି ଦ୍ୱନ୍ଦ୍ୱରେ ପଡ଼ିବାନି। ପରସ୍ପର ଭିତରେ ବିଚାର ବିମର୍ଶ କରିବା ଉଚିତ ଯେ ଚିତ୍ର ଦ୍ୱାରା ଏପରି କ'ଣ ପ୍ରଚାର କରିବୁ ଯାହାଦ୍ୱାରା ଖବରକାଗଜରେ ମଧ୍ୟ ଏହି ଚିତ୍ର ବାହାରିବ। ପରସ୍ପର ମଧ୍ୟରେ ଏହା ଉପରେ ସେମିନାର କରିବା ଆବଶ୍ୟକ। ଯେପରି ଦୁନିଆରେ ସରକାରୀ କାର୍ଯ୍ୟ ପାଇଁ ଲୋକମାନେ ପରସ୍ପର ସହିତ ମିଶି ବିଚାର ବିମର୍ଶ କରିଥାନ୍ତି ଯେ ଆମେ ଭାରତକୁ କିପରି ସୁଧାରିବୁ। ଏହି ଯେଉଁ ଏତେ ମତଭେଦ ହୋଇଯାଇଛି, ତାକୁ ପରସ୍ପର ସହିତ ମିଳିମିଶି କିପରି ଠିକ୍ କରିବା ଏବଂ ଭାରତରେ ସୁଖ ଶାନ୍ତି କିପରି ସ୍ଥାପନ ହେବ, ସେ ବିଷୟରେ ଚିନ୍ତା କରିବା। ଏହିପରି ତୁମେ ମଧ୍ୟ ଆତ୍ମିକ ପାଣ୍ଡବ ଗଭର୍ଣ୍ଣମେଣ୍ଟ ଅଟ। ଏହା ବଡ଼ ଈଶ୍ୱରୀୟ ସରକାର ଅଟେ। ପତିତ ପାବନ ବାବା ହିଁ ପତିତ ସନ୍ତାନମାନଙ୍କୁ ପାବନ କରାଇ ପାବନ ଦୁନିଆର ମାଲିକ ରହୁଛନ୍ତି। ଏହି ରହସ୍ୟ ତୁମେ ପିଲାମାନେ ଜାଣିଛ। ମୁଖ୍ୟ ହେଉଛି ଭାରତର ଆଦି ସନାତନ ଦେବୀ ଦେବତା ଧର୍ମ। ବାବା କହିଲେ ଭାରତ ସରକାର ଚେଷ୍ଟା କରୁଛି ଭାରତରେ କେମିତି ଶାନ୍ତି ଆଣିବେ। ତେଣୁ ସେମାନେ ମିଳିମିଶିରି ସବୁ ପ୍ରକାର କନଫରେନ୍ସ ମିଟିଂ ସବୁ କରୁଛନ୍ତି ଦୁନିଆରେ ଭାରତରେ ଆମର ଶାନ୍ତି ଆଣିବା ପାଇଁ। ସେମିତି ଆମେ ହେଲେ ପାଣ୍ଡବ ଗଭର୍ଣ୍ଣମେଣ୍ଟ। ଆମକୁ ମଧ୍ୟ ମିଳିମିଶିକିରି ଈଶ୍ୱରୀୟ ସେବା କରିବାର ଅଛି। ପ୍ଲାନିଂ କରିକିରି ଈଶ୍ୱରୀୟ ସେବା କରିବାର ଅଛି। କାରଣ ପତିତ ପାବନ ବାବା ଆସୁଛନ୍ତି ପତିତ ପାବନ
ପତିତ ସନ୍ତାନମାନଙ୍କୁ ପାବନ କରିବା ପାଇଁ ଦୁନିଆର ମାଲିକ କରୁଛନ୍ତି। ଏ ରହସ୍ୟ ଆମେ ଜାଣୁଛୁ। ମୁଖ୍ୟ ହେଉଛି ଆଦି ସନାତନ ଦେବୀ ଦେବତା ଧର୍ମ ଭାରତର। ସେମାନେ ଶାନ୍ତି ଆଣିବା ପାଇଁ ପୁରୁଷାର୍ଥ କରୁଛନ୍ତି। ଆମେ ଆଦି ସନାତନ ଦେବୀ ଦେବତା ଧର୍ମ ସ୍ଥାପନ କେମିତି କରିବା ତା ପାଇଁ ଆମେ ସେବା କରିବାର ଅଛି। ଏହି ରହସ୍ୟ ତୁମେ ପିଲାମାନେ ଜାଣିଛ। ମୁଖ୍ୟ ହେଉଛି ଭାରତର ଆଦି ସନାତନ ଦେବୀ ଦେବତା ଧର୍ମ। ଏହା ହେଉଛି ରୁଦ୍ର ଜ୍ଞାନ ଯଜ୍ଞ। ରୁଦ୍ର କୁହାଯାଇଥାଏ ଶିବ ବାବାଙ୍କୁ। ଏବେ ତୁମକୁ ବାବା ଆସି ସଜାଗ କରାଇଛନ୍ତି। ତୁମକୁ ପୁଣି ଅନ୍ୟମାନଙ୍କୁ ଜାଗ୍ରତ କରିବାକୁ ହେବ। ଡ୍ରାମାର ଯୋଜନା ଅନୁସାରେ ତୁମେ ଅନ୍ୟକୁ ସଜାଗ କରୁଛ। ବାବା ଆମକୁ ସଜାଗ କଲେ, ଏବେ ଆମର ଦାୟିତ୍ୱ ହେଲା ଅନ୍ୟମାନଙ୍କୁ ମଧ୍ୟ ସଜାଗ କରିବା। ଡ୍ରାମା ପ୍ଲାନ୍ ଅନୁସାରେ ସବୁ ଚାଲିଛି। ତେଣୁ ଡ୍ରାମା ପ୍ଲାନ୍ ଅନୁସାରେ ଆମେ ମଧ୍ୟ ନିଜେ ଜାଗ୍ରତ ହୋଇ ଅନ୍ୟକୁ ଜାଗ୍ରତ କରିବା। ଏ ପର୍ଯ୍ୟନ୍ତ ଯେଉଁମାନେ ଯେପରି ପୁରୁଷାର୍ଥ କରୁଛନ୍ତି ସେତିକି କଳ୍ପ ପୂର୍ବରୁ ମଧ୍ୟ କରିଥିଲେ। ତୁମର ଆତ୍ମିକ ଯୁଦ୍ଧ ଚାଲିଛି। ବାବା କାହା ପାଇଁ ଚିନ୍ତା କରୁନାହାନ୍ତି। ଗୋଟେ କଥା କହିଦେଉଛନ୍ତି ଯେ ଯେତିକି ପୁରୁଷାର୍ଥ କଲେ ସେତିକି କରୁଛନ୍ତି। କାରଣ ଆମ ସହିତ ଆମର ଏବେ ଆତ୍ମିକ ଯୁଦ୍ଧ ଚାଲିଛି। ତ ଯୁଦ୍ଧରେ କେତେବେଳେ ଜିତୁଛୁ, କେତେବେଳେ ହାରୁଛୁ, କେତେବେଳେ ଆଗକୁ, କେତେବେଳେ ପଛକୁ ବାବା ଦେଖୁଛନ୍ତି ନା। କେବେ ମାୟାର ଶକ୍ତି ବେଶୀ ହେଇଯାଉଛି, କେବେ ଈଶ୍ୱରଙ୍କର, କେବେ କେବେ ତ ସେବା ମଧ୍ୟ ତୀବ୍ର ଗତିରେ ଚାଲୁଛି। କେବେ କୌଣସି ସନ୍ତାନଙ୍କ ଠାରେ ମାୟାର ବିଘ୍ନ ପଡ଼ିଯାଉଛି, ମାୟା ସମ୍ପୂର୍ଣ୍ଣ ବେହୋସ କରିଦେଉଛି। ବେଳେବେଳେ ମାୟା ସମ୍ପୂର୍ଣ୍ଣ ବେହୋସ କରିଦେଉଛି। ଯୁଦ୍ଧଭୂମି ତ ଅଟେ ନା। ମାୟା ରାମଙ୍କ ସନ୍ତାନଙ୍କୁ ବେହୋସ କରିଦେଉଛି। ଲବକୁଶଙ୍କ କାହାଣୀ ମଧ୍ୟ ରହିଛି ନା। ରାମଙ୍କର 2ଟି ସନ୍ତାନ ଦେଖେଇଛନ୍ତି। ଏଠାରେ ତ ବାବାଙ୍କର ଅନେକ ସନ୍ତାନ ଅଛନ୍ତି। ମାୟା ରାବଣକୁ ମାରି ଦେଇଥିଲା, ହେଲେ ମଧ୍ୟ ରାମ ରାବଣକୁ ବଧ କରିଥିଲେ। ହେଲେ ମଧ୍ୟ ରାମଙ୍କର ସନ୍ତାନ ଲବକୁଶ ଉପରେ କେତେ ବିଘ୍ନ ଆସିଥିଲା। ସେଇଠି ତ ରାମଙ୍କର 2ଟା ସନ୍ତାନ ଥିଲେ। ଏଇଠି ତ ଆମେ ବାବା ପତିତ ପାବନ ସୀତାରାମଙ୍କର ତ ଆମ ଅନେକ ସନ୍ତାନ। ତ ଆମ ଉପରେ ମଧ୍ୟ ମାୟାର ବିଘ୍ନ ଆସୁଛି। ବର୍ତ୍ତମାନ ସବୁ ମନୁଷ୍ୟ କୁମ୍ଭକର୍ଣ୍ଣ ନିଦ୍ରା ଶୋଇ ରହିଛନ୍ତି। ସେମାନେ ଏକଥା ମଧ୍ୟ ଜାଣିନାହାନ୍ତି ଯେ ପରମପିତା ପରମାତ୍ମା ଆସିଛନ୍ତି ପିଲାମାନଙ୍କୁ ସମ୍ପତ୍ତି ଦେବା ପାଇଁ। କେତେ ବୁଦ୍ଧି ଜ୍ଞାନ ଥାଉ, କିନ୍ତୁ ପରମାତ୍ମା ଆସନ୍ତି ଏ ଜ୍ଞାନ କାହା ପାଖରେ ନାହିଁ। ପରମାତ୍ମା ଆସି ସାରିଲେଣି। ତ ନିଶ୍ଚିତ ରୂପେ ସବୁ କୁମ୍ଭକର୍ଣ୍ଣ ନିଦ୍ରା ଶୋଇଛନ୍ତି ନା। ପରମାତ୍ମା ଆସନ୍ତି ପିଲାମାନଙ୍କୁ ସମ୍ପତ୍ତି ଦେବା ପାଇଁ। ବାବା ଭାରତରେ ହିଁ ଆସନ୍ତି। ଏଇ କଥା ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଛନ୍ତି। ଭାରତବାସୀ ହିଁ ସ୍ୱର୍ଗର ମାଲିକ ଥିଲେ, ଏଥିରେ କୌଣସି ସନ୍ଦେହ ନାହିଁ। ପରମପିତା ପରମାତ୍ମାଙ୍କର ଦିବ୍ୟ ଜନ୍ମ ମଧ୍ୟ ଏଇଠାରେ ହେଉଛି। ସେଥିପାଇଁ ତ ଶିବ ଜୟନ୍ତୀ ଭାରତରେ ହିଁ ପାଳନ କରନ୍ତି। ତେଣୁ ନିଶ୍ଚୟ ସିଏ ଆସି କିଛି କରିଥିବେ। ବୁଦ୍ଧି କହୁଛି ନିଶ୍ଚୟ ବାବା ଆସି ସ୍ୱର୍ଗର ସ୍ଥାପନା କରିଥିବେ। ବାବା କ'ଣ କହିଲେ? यदा यदा हि धर्मस्य ग्लानिर्भवति भारत। ଭାରତରେ ଭଗବାନ ଆସିଥିଲେ, କିନ୍ତୁ ଶିବ ଭଗବାନ ଆସିଥିଲେ। ନ ଜାଣିକି ମଣିଷ କ'ଣ କଲେ? ଶ୍ରୀକୃଷ୍ଣଙ୍କୁ ରଖିଦେଲେ। ତ ବୁଦ୍ଧି ତ ଶରୀର ଆଡ଼େ ପଳେଇଲା। ତେଣୁ ପରମାତ୍ମା ଶିବଙ୍କ ଆଡ଼େ ନ ଗଲେ ମଧ୍ୟ ଶିବଙ୍କର ଶିବ ଜୟନ୍ତୀ, ଶିବରାତ୍ରି ପାଳନ କରୁଛନ୍ତି। ତ ନିଶ୍ଚୟ ତ ସେ ଆସିଥିବେ ନା। ବୁଦ୍ଧି କହୁଛି ନା ବାବା ଆସି ସ୍ୱର୍ଗର ସ୍ଥାପନା କରିଥିବେ। ପ୍ରେରଣା ଦ୍ୱାରା କ'ଣ ସ୍ଥାପନା କରିହେବ? ସାରା ସଂସାରକୁ ନର୍କରୁ ସ୍ୱର୍ଗ କ'ଣ ପ୍ରେରଣା ଦ୍ୱାରା କେବେ ହେଇପାରିବ? ଗୋଟେ ଟିଚର କେବେ ପ୍ରେରଣା ଦ୍ୱାରା ପିଲାକୁ ପାଠ ପଢ଼େଇକି ସ୍କୁଲକୁ ଯାଇକି ଟିଚର ଡାଇରେକ୍ଟ ପିଲାଙ୍କୁ ପାଠ ପଢ଼ାନ୍ତି। ଗୋଟେ ଡକ୍ଟର ପେସେଣ୍ଟକୁ ମେଡ଼ିସିନ କ'ଣ ପ୍ରେରଣା ଦ୍ୱାରା ଦେଉଛି କି? ଡାଇରେକ୍ଟ ପେସେଣ୍ଟକୁ ଦେଖୁଛି, ଡକ୍ଟର ମେଡ଼ିସିନ ଦେଉଛି। ସେମିତି ପରମାତ୍ମା ଡାଇରେକ୍ଟ ଆସୁଛନ୍ତି। ଏବେ ଜ୍ଞାନ ଯୋଗ ବଳରେ ନର୍କକୁ ସ୍ୱର୍ଗ କରୁଛନ୍ତି। ମଣିଷକୁ ଅସୁର ପରି ମଣିଷକୁ ଦେବତା ପରି ଗଢ଼ୁଛନ୍ତି। ପ୍ରେରଣାରେ କୌଣସି ଶବ୍ଦର ଆବାଜ ହୋଇନଥାଏ। ଭାବୁଛନ୍ତି ଶଙ୍କର ପ୍ରେରଣା ଦ୍ୱାରା ବିନାଶ କରିଥାନ୍ତି, କିନ୍ତୁ ଏଥିରେ ପ୍ରେରଣାର କଥା ହିଁ ନାହିଁ। ଶଙ୍କର ପ୍ରେରଣା ଦ୍ୱାରା ବିନାଶ କରୁଛନ୍ତି। ବାବା କହିଲେ ଏଠି ପ୍ରେରଣାର କିଛି କଥା ହିଁ ନାହିଁ। ତୁମେ ବୁଝିଗଲଣି ଯେ ଡ୍ରାମାରେ ତାଙ୍କର ଅଭିନୟ ହେଉଛି ମୁସଲ ଅଥବା ମିଜାଇଲ ତିଆରି କରିବା। ସେମାନେ ବିନାଶ ଅର୍ଥେ ନିମିତ୍ତ ହୋଇଛନ୍ତି। ୟୁରୋପିଆନ୍ସ ସେମାନେ ମିଜାଇଲ ତିଆରି କରିବା ପାଇଁ ନିମିତ୍ତ ହୋଇଛନ୍ତି। ସେମାନେ ମିଜାଇଲ, ଏଟମ ବମ୍, ହାଇଡ୍ରୋଜେନ ବମ୍ ସବୁ ତିଆରି କରିବେ ଦୁନିଆକୁ ବିନାଶ କରିବା ପାଇଁ। ଆଉ ଭାରତରେ ଭଗବାନ ଆସୁଛନ୍ତି ନୂଆ ଦୁନିଆର ସ୍ଥାପନା କରିବା ପାଇଁ। ତ ଗୋଟେ ସାଇଡ ପୁରୁଣା ଦୁନିଆର ବିନାଶ ଚାଲିଛି, ଆଉ ଗୋଟେ ସାଇଡ ନୂଆ ଦୁନିଆର ସ୍ଥାପନା ଚାଲିଛି ଶିବ ବାବାଙ୍କ ଦ୍ୱାରା ବ୍ରହ୍ମା ମୁଖ ବଂଶବଳୀ ବ୍ରହ୍ମା କୁମାର କୁମାରୀ ମାନଙ୍କର ସହଯୋଗରେ। ତୁମେ ବୁଝିଗଲଣି ଯେ ଡ୍ରାମାରେ ତାଙ୍କର ଅଭିନୟ ହେଉଛି ମୁସଲ ଅଥବା ମିଜାଇଲ ତିଆରି କରିବା। ସେମାନେ ବିନାଶ ଅର୍ଥେ ନିମିତ୍ତ ହୋଇଛନ୍ତି। ଭାରତରେ ସତ୍ୟଯୁଗର ଆରମ୍ଭ ହେବ ଏବଂ ୟୁରୋପରେ ବିନାଶର ସାମଗ୍ରୀ ସବୁ ପ୍ରସ୍ତୁତ ହେଉଛି। ପ୍ରେରଣା ଶାସ୍ତ୍ରର ଅକ୍ଷର। ଏଥିରେ ପ୍ରେରଣାର ତ କଥା ହିଁ ନାହିଁ। ଶାସ୍ତ୍ରରେ କହିଦେଉଛନ୍ତି
ପ୍ରେରଣା ହେଲା, ପ୍ରେରଣା ଦେଲେ। କିନ୍ତୁ ବାବା ତ ଡାଇରେକ୍ଟ ଆସିକି ଯଜ୍ଞ ସ୍ଥାପନ କରୁଛନ୍ତି, ପୁରୁଣା ଦୁନିଆର ସ୍ୱାହା କରୁଛନ୍ତି। ପ୍ରତିଦିନ ଜ୍ଞାନ ରାଜଯୋଗର ଅଭ୍ୟାସ କରିକି ନୂଆ ଦୁନିଆର ସ୍ଥାପନା କରାଉଛନ୍ତି। ଡ୍ରାମା ଅନୁସାରେ ବିନାଶ ନିଶ୍ଚୟ ହେବ। ଗାୟନ ରହିଛି, ମହାଭାରତ ଲଢ଼େଇରେ ଏହି ମୂଷଳ ଆଦି କାମରେ ଆସିଥିଲା। ଯାହା ଅତୀତ ହୋଇଯାଇଛି ତାହାର ପୁଣି ପୁନରାବୃତ୍ତି ହେବ। ତୁମେ ଗ୍ୟାରେଣ୍ଟି ଦେଉଛ ଯେ ଆମେ ଯୋଗ ବଳ ଦ୍ୱାରା ସ୍ୱର୍ଗର ସ୍ଥାପନ କରିବୁ। ସେଠାରେ ଗୋଟିଏ ଧର୍ମ ରହିବ, ତେବେ ଅନ୍ୟ ସବୁ ଧର୍ମ କେଉଁଠି ରହିବ? ନିଶ୍ଚିତ ବିନାଶ ହୋଇଯିବ। ଏହା ବୁଝିବାର କଥା। ଗାୟନ ରହିଛି, ବ୍ରହ୍ମା ଦ୍ୱାରା ସ୍ଥାପନା, ବିଷ୍ଣୁ ଦ୍ୱାରା ପାଳନା। ତେବେ ଏହା ତ ଠିକ୍, କିନ୍ତୁ ଶଙ୍କରଙ୍କୁ ଶିବଙ୍କ ସହିତ ଏକ କରିଦେଇଛନ୍ତି। ଏହା ଭୁଲ ଅଟେ। ଶିବ ଶଙ୍କର କହିଦେଉଛନ୍ତି, କାରଣ ଶଙ୍କର ତ କୌଣସି କାମ କରୁନାହାନ୍ତି, ତେଣୁ ଶିବଙ୍କ ସହ ମିଶାଇ ଦେଇଛନ୍ତି। କିନ୍ତୁ ଶିବ ବାବା କହୁଛନ୍ତି, ମୋତେ ତ ବହୁତ କାମ କରିବାକୁ ପଡ଼ୁଛି, ସମସ୍ତଙ୍କୁ ପବିତ୍ର କରିବାକୁ ପଡ଼ୁଛି। ମୁଁ ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ସାକାର ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନାର କାର୍ଯ୍ୟ କରାଉଛି। ଶଙ୍କରଙ୍କର ତ କୌଣସି ଅଭିନୟ ହିଁ ନାହିଁ। ଶିବଙ୍କର ପୂଜା ହେଉଛି। ଶିବ ହିଁ କଲ୍ୟାଣକାରୀ, ସିଏ ହିଁ ଝୁଲାମୁଣି ଭରିଥାନ୍ତି। ଶିବ ହିଁ ସବୁକିଛି କରିଥାନ୍ତି। ଶିବଙ୍କର ହିଁ ପୂଜା ହେଉଛି। ମନ୍ଦିର ମଧ୍ୟ ଆମେ ଶିବ ମନ୍ଦିର କହୁଛୁ, ଶଙ୍କରଙ୍କର ମନ୍ଦିର କହୁନୁ। ଶିବ ହିଁ କଲ୍ୟାଣକାରୀ, ସିଏ ହିଁ ଝୁଲାମୁଣି ଭରିଥାନ୍ତି। ଶିବ ପରମାତ୍ମାଏ ନମଃ କହୁଛନ୍ତି ନା, ଏହି ବ୍ରହ୍ମା ମଧ୍ୟ ପ୍ରଜାପିତା ହେଲେ। ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ ବ୍ରହ୍ମା। ଏହା ତ ବଡ଼ ଗୁପ୍ତ କଥା ଅଟେ। ଏହା କେବଳ ତୁମେ ସନ୍ତାନମାନେ ହିଁ ଜାଣିଛ। ସେନ୍ସିବଲ୍ ପିଲାଙ୍କ ବୁଦ୍ଧିରେ ଜ୍ଞାନ ତୁରନ୍ତ ଆସିଯାଇଥାଏ। ମନୁଷ୍ୟ କିଛି ହେଲେ ବୁଝୁନାହାନ୍ତି ଯେ ପତିତ ପାବନ ବାବା କେବେ ଆସିବେ। ଏବେ ତ କଳିଯୁଗର ଶେଷ ସମୟ ଅଟେ। ଯଦି କହୁଛନ୍ତି ଯେ କଳିଯୁଗ ଶେଷ ହେବା ପାଇଁ ଆହୁରି 40,000 ବର୍ଷ ପଡ଼ିଛି, ତାହେଲେ ବର୍ତ୍ତମାନ ଆହୁରି କେତେ ପତିତ ହେବେ, କେତେ ଦୁଃଖ ସହନ କରିବେ। କଳିଯୁଗରେ ସୁଖ ତ ମିଳିବ ନାହିଁ। କିଛି ବି ନ ଜାଣିଥିବା କାରଣରୁ ବିଚରା ଘୋର ଅନ୍ଧକାରରେ ପଡ଼ି ରହିଛନ୍ତି। କଳିଯୁଗ ଏତେ ଦୁଃଖ ପାଇଲେଣି, ଏତେ ରୋଗ ବ୍ୟାଧିରେ କଷ୍ଟ ପାଉଛନ୍ତି, ଏତେ ପ୍ରକାର ଅନ୍ୟାୟ ଅତ୍ୟାଚାର ନିର୍ଯାତନା, ବନ୍ୟା ବାତ୍ୟା ମରୁଡ଼ି ଦୁର୍ଭିକ୍ଷ ସବୁ ଚାଲିଛି। ଆହୁରି କେତେ ସହନ କରିବେ? କିଛି ନ ଜାଣିବା କାରଣରୁ ବିଚରା ଘୋର ଅନ୍ଧକାରରେ ପଡ଼ିଛନ୍ତି। ତୁମେ ସନ୍ତାନମାନେ ପରସ୍ପର ମଧ୍ୟରେ ମିଳିମିଶି ବିଚାର କରିବା ଉଚିତ ଯେ କିପରି ସେବାକୁ ବଢ଼ାଇବୁ। ମିଳିମିଶିକି ସେବା କଲେ ମଜା ଲାଗୁଛି। ସମସ୍ତଙ୍କୁ ଶକ୍ତି ମିଳୁଛି, ସମସ୍ତଙ୍କର ବୁଦ୍ଧି ଚାଲୁଛି, ସେବାର ଖୁସି ଆନନ୍ଦ ମିଳୁଛି। ସେଥିପାଇଁ ବାବା କହୁଛନ୍ତି ମିଳିମିଶି ବିଚାର କରିବା ଉଚିତ ଯେ କିପରି ସେବାକୁ ବଢ଼ାଇବ। ବାବା ତ ଉପାୟ ବତାଇ ଚାଲିଛନ୍ତି ଯେ ପୁଣି ପିଲାମାନେ ପରସ୍ପର ସହିତ ଆଲୋଚନା କରିବା ଉଚିତ। ଚିତ୍ର ଉପରେ ଭଲ ଭାବରେ ବୁଝାଇବା ଉଚିତ। ଡ୍ରାମା ଅନୁସାରେ ମଧ୍ୟ ଚିତ୍ର ସବୁ ତିଆରି ହୋଇ ଚାଲିଛି। ପିଲାମାନେ ଜାଣିଛନ୍ତି ଯେ ଯେଉଁ ସମୟ ବିତି ଯାଉଛି ଅବିକଳ ଡ୍ରାମା ଅନୁସାରେ ଚାଲିଛି। ଯାହା ବି ବିତି ଯାଉଛି ଡ୍ରାମା ଅନୁସାରେ ଚାଲୁଛି। ଏଇଟା ଡ୍ରାମା ଉପରେ ଆମ ସମ୍ପୂର୍ଣ୍ଣ ନିଶ୍ଚୟ ରହିବା ଦରକାର। କୌଣସି କଥାରେ ଯେମିତି ଦାଦି ପ୍ରତ୍ୟେକ ସିନ୍କୁ ସାକ୍ଷୀକି ଦେଖୁଥିଲେ, ସମାଧାନ କରୁଥିଲେ, ହସି ହସି କରୁଥିଲେ, କୌଣସି କଥାରେ ପ୍ରଶ୍ନ ଉଠାଉନଥିଲେ। ଆମକୁ ନିଜର ସ୍ଥିତି ସେମିତି ତିଆରି କରିବାର ଅଛି। ବାବା ସମାନ। ବାବା ଯେମିତି ଆମର ସମସ୍ତର ସବୁ ଦେଖୁଛନ୍ତି ନାଟକ, ତଥାପି ବାବାଙ୍କର ମନରେ କୌଣସି ପ୍ରକାର ପ୍ରଶ୍ନ ନାହିଁ। ସେମିତି ଆମେ ମଧ୍ୟ ଡ୍ରାମାକୁ ବୁଝିବା ଦରକାର। ଯାହା ବି ହେଉଛି ଆମକୁ ଭଲ ଲାଗୁନି, କିନ୍ତୁ ଡ୍ରାମା କଲ୍ୟାଣକାରୀ। ଡ୍ରାମାରେ ଏମିତି ହେଇଥିଲା 5,000 ବର୍ଷ ତଳେ, ତେଣୁ ଏଇଟା ରିପିଟ୍ ହେଲା। ଏଇଟା ଆମକୁ ବୁଝିବାକୁ ପଡ଼ିବ। ଯଦି ଏ ପ୍ରକାର ଆମେ ପ୍ରତ୍ୟେକ କଥା ବୁଝିବା, ଆଉ ନିଜର ସଂକଳ୍ପକୁ ଶୁଦ୍ଧ କରିବା, ହୃଦୟକୁ ନିର୍ମଳ ରଖିବା, ମନ ବଚନ କର୍ମ ବାବା କହିଲା ପରି ଏକ ସମାନ ରଖିବା, ଆତ୍ମିକ ସ୍ଥିତିରେ ରହିବା, ତାହେଲେ କୌଣସି କଥାରେ ଆମକୁ କେବେ ହେଲେ ଚିନ୍ତା ଲାଗିବନି। ନା ନିଜ ପାଇଁ, ନା ଅନ୍ୟ କାହା ପାଇଁ, ନା ଡ୍ରାମାର କୌଣସି ସିନ୍ ପାଇଁ ଆମେ କେବେ ମଧ୍ୟ ବ୍ୟତିବ୍ୟସ୍ତ ହେବାନି। ଅବିକଳ ଡ୍ରାମା ଅନୁସାରେ ଚାଲିଛି। ପିଲାମାନଙ୍କର ଅବସ୍ଥା ତ କେବେ ଉପର କେବେ ତଳ ଏହିପରି ଚାଲୁଥିବ। ବାବା ମଧ୍ୟ ସାକ୍ଷୀ ହିଁ ଦେଖୁଛନ୍ତି। ଅବସ୍ଥା ଯେତେବେଳେ ଏକରସ ହେଇଯିବ ଆମେ ଶରୀର ଛାଡ଼ିକି ଚାଲିଯିବା। ତେଣୁ ମୋର ତ ଏମିତି ହେବ, କିନ୍ତୁ ଅନ୍ୟମାନଙ୍କର ଏକ ସମାନ ହେବାର ଅଛି, ଏକରସ ହେବାର ଅଛି। ଆମେ ସବୁବେଳେ ଅନ୍ୟମାନଙ୍କୁ ଏକରସ ସ୍ଥିତି ଦେଖିବାକୁ ଚାହୁଁଛୁ, କିନ୍ତୁ ନିଜର ସ୍ଥିତି ସବୁବେଳେ ବାବା କ'ଣ କହୁଛନ୍ତି? ସ୍ୱଚିନ୍ତନ କର। ବାବା ଯାହା କହୁଛନ୍ତି ଯିଏ ଶୁଣୁଛି ତା ପାଇଁ।
ମୁଁ ଶୁଣୁଛି ମାନେ ମୋ ପାଇଁ, ଯିଏ ଶୁଣୁଛି ତା ପାଇଁ, ଆଉ କାହା ପାଇଁ ହେଲେ ଏ ପଏଣ୍ଟ ଆମେ କେବେ ହେଲେ ଭାବିବାନି। ବାବା କ'ଣ କଲେ? ପିଲାମାନଙ୍କର ସ୍ଥିତି ତଳ ଉପର ହେଉଛି, ବାବା ମଧ୍ୟ ସାକ୍ଷୀ ହେଇକି ଦେଖୁଛନ୍ତି। କେବେ କେବେ ପିଲାମାନଙ୍କ ଉପରେ ଗ୍ରହଚାରୀ ବସୁଥିବାରୁ ତାକୁ ଦୂର କରିବା ପାଇଁ ପ୍ରଯତ୍ନ କରାଉଛନ୍ତି। ବାବା ଘଡ଼ି ଘଡ଼ି କହୁଛନ୍ତି ଯେ ମୋତେ ମନେ ପକାଅ। କୁଆଡ଼େ ବି ବୁଦ୍ଧି ଯାଉଛି, ସଙ୍ଗେ ସଙ୍ଗେ ତାକୁ ବ୍ରେକ୍ ଦେଇକିରି ବୁଦ୍ଧିକୁ ବାବାଙ୍କ ସହିତ ଯୋଡ଼ିବା। ତାହେଲେ ଯେଉଁ ବ୍ୟର୍ଥ ପ୍ରଶ୍ନ ଆମ ମନରେ ଆସୁଛି ସେଥିରୁ ଆମେ ମୁକ୍ତ ହେଇପାରିବା। ଗାଡ଼ିରେ ଯାଉଛୁ, କିଏ ବି ଗାଡ଼ି ସାମ୍ନାକୁ ଆସିଲା, ଫଟକିନା ଆମେ ସଡନ୍ ବ୍ରେକ୍ ଦେଇଦେଇଛୁ। ହେଲେ ଆବସେଣ୍ଟ ମାଇଣ୍ଡ ହେଲେ ଆମେ ତ ଆବସେଣ୍ଟ ମାଇଣ୍ଡରେ ଥିଲେ ଗାଡ଼ି କିଏ ଲଗେଇକି ପଳେଇ ଆମେ ପଡ଼ିଯିବା। କିନ୍ତୁ ପ୍ରେଜେଣ୍ଟ ମାଇଣ୍ଡରେ ଯଦି ଗାଡ଼ି ଚଲେଇବା, ସ୍ପିଡ଼ ଚଲେଇଲେ ମଧ୍ୟ ଆମେ ସେଫ୍ ହେବା। କାହିଁକି ନା ସ୍ପିଡ଼ ସ୍ଲୋ ବଡ଼ କଥା ନାହିଁ, ମାଇଣ୍ଡ ପ୍ରେଜେଣ୍ଟ କି ଆବସେଣ୍ଟ ବଡ଼ କଥା। ଠିକ୍ ସେମିତି ୱାର୍ଲ୍ଡ ଡ୍ରାମାରେ ମଧ୍ୟ ଶରୀରକୁ ଗାଡ଼ି ଯେଉଁ ଚଲାଉଛୁ, ସାମ୍ନାରେ କିଏ ବି ଆସିଲେ ଆମକୁ ବ୍ରେକ୍ ଦେବାର ଅଛି। ତା ସହିତ ଆମେ ଟକ୍କର ମାରିଲେ କ'ଣ ହେବ? ଆକ୍ସିଡେଣ୍ଟ ହିଁ ହେବ। ତାର ତ କ୍ଷତି ହେବ ହିଁ ହେବ, ଆମ ନିଜର କ୍ଷତି ନିଶ୍ଚୟ ହେବ। ତେଣୁ ବାବା କହୁଛନ୍ତି ପିଲାମାନଙ୍କ ଉପରେ ଗ୍ରହଚାରୀ ବସୁଥିବାରୁ ତାକୁ ଦୂର କରିବା ପାଇଁ ପ୍ରଯତ୍ନ କରାଉଛନ୍ତି। ବାବା ଘଡ଼ି ଘଡ଼ି କହୁଛନ୍ତି ଯେ ମୋତେ ମନେ ପକାଅ, କିନ୍ତୁ ଦେହ ଅଭିମାନରେ ଆସିଯାଉଛନ୍ତି, ସେଥିପାଇଁ ଧକ୍କା ଖାଉଛନ୍ତି। ଏଥିରେ ଦେହୀ ଅଭିମାନୀ ହେବାକୁ ପଡ଼ିବ। ସେଇଠି ଆବସେଣ୍ଟ ମାଇଣ୍ଡ ହେଲେ ଧକ୍କା ଖାଉଛନ୍ତି, ଆକ୍ସିଡେଣ୍ଟ ହେଉଛନ୍ତି। ଏଇଠି ଦେହ ଅଭିମାନରେ ଆସିଲେ ଧକ୍କା ଖାଉଛନ୍ତି। ତେଣୁ ଦେହୀ ଅଭିମାନୀ ହେବାକୁ ପଡ଼ିବ। କିନ୍ତୁ ପିଲାମାନଙ୍କ ପାଖରେ ବହୁତ ଦେହ ଅଭିମାନ ରହିଛି, ସବୁ କଥାରେ ପ୍ରଶ୍ନ। କାହିଁକି? ବାବା କହିଲେ ପିଲାମାନଙ୍କ ପାଖରେ ବହୁତ ଦେହ ଅଭିମାନ ରହିଛି। ତୁମେ ଦେହୀ ଅଭିମାନୀ ହେଲେ ବାବାଙ୍କର ସ୍ମୃତି ରହିବ, ପୁଣି ସେବାରେ ଉନ୍ନତି ମଧ୍ୟ ହୋଇ ଚାଲିବ। ଦେହ ଅଭିମାନ ରହିଲେ ବାବା ଯେମିତି କହିବେ, କହୁଛନ୍ତି, ଆମେ ସେମିତି କରି କରି ଯିବା, ତ ନିଶ୍ଚୟ ସେବାରେ ଉନ୍ନତି ହେବ। ଯାହାଙ୍କର ଉଚ୍ଚ ପଦ ପାଇବାର ଥିବ ସେମାନେ ସର୍ବଦା ସେବାରେ ତତ୍ପର ରହିବେ। ଭାଗ୍ୟରେ ନଥିଲେ ପୁରୁଷାର୍ଥ ମଧ୍ୟ କରିବେ ନାହିଁ। ନିଜେ କହୁଛନ୍ତି ଯେ ବାବା ଆମର ଧାରଣା ହେଉନି, ବୁଦ୍ଧିରେ ଜ୍ଞାନ ରହୁନି। ଧାରଣା ଯଦି ହେଉନି ତେବେ ଖୁସି ମଧ୍ୟ ରହିବ ନାହିଁ। ଯାହାଙ୍କର ଧାରଣା ହେଉଛି ତାଙ୍କର ଖୁସି ମଧ୍ୟ ରହୁଛି। ବୁଝିପାରୁଛନ୍ତି ଯେ ଶିବ ବାବା ଆସନ୍ତି। ବାବା କହୁଛନ୍ତି ପିଲାମାନେ ତୁମେ ଭଲ ଭାବରେ ବୁଝି ପୁଣି ଅନ୍ୟମାନଙ୍କୁ ବୁଝାଅ। କେହି କେହି ତ ସେବାରେ ମଜି ଯାଉଛନ୍ତି, ପୁରୁଷାର୍ଥ କରି ଚାଲୁଛନ୍ତି। ତୁମେ ଜାଣିଛ ଯେ ଯେଉଁ ସେକେଣ୍ଡ ବିତି ଯାଉଛି ତାହା ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି, ପୁଣି ଏହାର ପୁନରାବୃତ୍ତି ହେବ। ଯେଉଁ ସେକେଣ୍ଡ ବିତି ଯାଉଛି ତାହା ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି, ପୁଣି ଏହାର ପୁନରାବୃତ୍ତି ହେବ। ପିଲାମାନଙ୍କୁ ହିଁ ବୁଝେଇ ଦିଆଯାଉଛି ଯେ ବାହାରେ ଭାଷଣ କରିବା ସମୟରେ ବିଭିନ୍ନ ପ୍ରକାରର ମନୁଷ୍ୟ ଆସିଥାନ୍ତି। ତୁମେ ସନ୍ତାନମାନେ ଜାଣିଛ ଯେ ସମସ୍ତେ ବେଦ, ଶାସ୍ତ୍ର, ଗୀତା ଆଦି ଉପରେ ଭାଷଣ କରୁଛନ୍ତି। ତାଙ୍କୁ ଜଣା ନାହିଁ ଯେ ଏଠାରେ ଈଶ୍ୱର ନିଜର ଓ ଏହି ରଚନାର ଆଦି ମଧ୍ୟନ୍ତ ରହସ୍ୟ ବୁଝାଉଛନ୍ତି। ଚିତ୍ରରେ କେତେ ଭଲ ଭାବରେ ଦେଖାଇଛନ୍ତି ଯେ ପରମାତ୍ମା କିଏ, ଏହି କଥା ପ୍ରୋଜେକ୍ଟର ଆଦିରେ ତ ବୁଝାଇ ପାରିବ ନାହିଁ। ପ୍ରଦର୍ଶନୀରେ ଚିତ୍ର ମଧ୍ୟ ସମ୍ମୁଖରେ ରହିଛି ଏବଂ ତୁମେ ବୁଝାଇ ସାରି ପଚାରି ପାରିବ, ଏବେ କୁହ ଯେ ଗୀତାର ଭଗବାନ କିଏ, ଜ୍ଞାନର ସାଗର କିଏ, ପବିତ୍ରତା ସୁଖ ଶାନ୍ତିର ସାଗର, ମୁକ୍ତିଦାତା ଗାଇଡ୍ କିଏ। ଶ୍ରୀକୃଷ୍ଣଙ୍କ ନିମନ୍ତେ ତ ଏପରି କୁହାଯାଇପାରିବ ନାହିଁ। ପରମାତ୍ମାଙ୍କ ମହିମା ସମ୍ପୂର୍ଣ୍ଣ ଭିନ୍ନ। ପ୍ରଥମେ ଲେଖାଇ ନେବା ଆବଶ୍ୟକ, ପ୍ରମାଣ ନେବା ଦରକାର। ସମସ୍ତଙ୍କ ଠାରୁ ଦସ୍ତଖତ ମଧ୍ୟ ନେବା ଆବଶ୍ୟକ। ସଭାଗୃହରେ ମଧ୍ୟ ଚଢ଼େଇମାନେ ଲଢ଼େଇ କରୁଛନ୍ତି। ଏ ସମୟରେ ସାରା ଦୁନିଆରେ ଲଢ଼େଇ ଝଗଡ଼ା ହିଁ ଚାଲିଛି। କ୍ଲାସ୍ ଚାଲିଛି, ବାବା ପିଲାଙ୍କ ସହିତ ମିଶୁଛନ୍ତି। ସେ ସମୟରେ ଦେଖିଲେ ବାବା ଚଢ଼େଇ ଯାକ ଲଢ଼େଇ କରୁଛନ୍ତି। ବାବା ପିଲାମାନଙ୍କୁ ଚଢ଼େଇମାନଙ୍କୁ ଦେଖେଇକିରି ପ୍ରାକ୍ଟିକାଲ ଏକ୍ଜାମ୍ପଲ୍ ଦେଉଛନ୍ତି। ଦେଖ, ଏ ଚଢ଼େଇ ଯାହା ଯେମିତି ଝଗଡ଼ା କରୁନାହାନ୍ତି, ପରସ୍ପର ଭିତରେ ମଣିଷ ମଧ୍ୟ ଏମିତି ଝଗଡ଼ା କରୁଛନ୍ତି। ପରସ୍ପର ମଧ୍ୟରେ ଲଢ଼ି ଚାଲିଛନ୍ତି। ମନୁଷ୍ୟଙ୍କର 5 ବିକାର ବିଷୟରେ ମଧ୍ୟ ଗାୟନ ରହିଛି। ଏଥିରେ ଜୀବଜନ୍ତୁଙ୍କ କଥା ନେଇ ବିକାରୀ ଓ ନିର୍ବିକାରୀ ଦୁନିଆ ମନୁଷ୍ୟଙ୍କ ପାଇଁ କଥିତ ଅଛି। କଳି ଯୁଗରେ ଅଛି ଆସୁରୀ ସମ୍ପ୍ରଦାୟ, ସତ୍ୟ ଯୁଗରେ ହେବ ଦୈବୀ ସମ୍ପ୍ରଦାୟ। କଳି ଯୁଗରେ ମଣିଷ ଲଢ଼େଇ ଝଗଡ଼ା କରୁଛି, ତେଣୁ ତାର ପ୍ରଭାବରେ ପଶୁପକ୍ଷୀ ମଧ୍ୟ ପରସ୍ପର ଲଢ଼େଇ ଝଗଡ଼ା କରୁଛନ୍ତି। ତ ମଣିଷ ଆସୁରୀ ସମ୍ପ୍ରଦାୟ ହେଲେ ପଶୁପକ୍ଷୀ ମଧ୍ୟ ସେହି ଗୁଣ ହିଁ ଧାରଣ କରୁଛନ୍ତି। ବୁଝିପାରିଲେ ନା? ଥରେ ପ୍ରକାଶମଣି ଦାଦୀଙ୍କର ଜୀବନର ଅନୁଭବରେ ଗୋଟେ ଭାଇ ତାଙ୍କ ଅନୁଭବ କହୁଥିଲେ। ଛୋଟ ପିଲା ଥିଲେ, ସେ ତାଙ୍କ ବାପା ମାଙ୍କ ସହିତ ମଧୁବନ ଯାଇଥିଲେ।
ହେଲେ ତାଙ୍କେ ଦି ଭାଇ ତାଙ୍କ ରୁମ୍ରେ ବେଡରୁମ୍ରେ ପ୍ରିପେୟାର ହେଉଛନ୍ତି ଯିବେ ବୋଲି, ସେତେବେଳେ ରୁମ୍ ଭିତରୁ ମାଙ୍କଡ଼ ଆସିଗଲା। ମାଙ୍କଡ଼ ଆସିଗଲା, ସେ ଡରିଗଲେ, ପାଟି କଲେ। ତ ମଧୁବନର ଆଉ ଦୁଇଟା ଭାଇ ଗଲେ, ସେ ମାଙ୍କଡ଼ ଘୋଡ଼ି ଏମାନଙ୍କୁ ନେଇକି ଆସିଲେ। ତାପରେ କ୍ଲାସ୍କୁ ଆସିଲା ପରେ ଦାଦି ତାଙ୍କୁ ପଚାରିଲେ, ତମେ ରାମଙ୍କର ସେନାରେ ଯିବ ନା ବନ୍ଦର ସେନାରେ ଯିବ? ତ ସିଏ କହିଲେ ରାମ ସେନାରେ ଯିବୁ। ତ ଦାଦି କହିଲେ ଯଦି ରାମ ସେନାରେ ଯିବାର ଅଛି, ସବୁଦିନ କ୍ଲାସ୍ରେ ଆସି ବସିବାର ଅଛି। ତ ସେଇଟା ଫାଷ୍ଟ ତାଙ୍କର ଅନୁଭବ ଦାଦିଙ୍କ ସହିତ। ଏମିତି ବାବା ଦାଦି ପ୍ରାକ୍ଟିକାଲ ଜୀବନରେ ଯେଉଁଟା ପ୍ରାକ୍ଟିକାଲ ହେଉଛି ତାକୁ ଆଧାରିତ କରିକି ପିଲାମାନଙ୍କୁ ବୁଝାଉଥିଲେ, ଯେଉଁଟା ସେମାନଙ୍କ ହୃଦୟରେ ଛାପି ଯାଉଥିଲା। ମନୁଷ୍ୟ ଏତେ ତମ ପ୍ରଧାନ ବୁଦ୍ଧି ଅଟନ୍ତି ଯେ ଆଦୌ ବୁଝୁନାହାନ୍ତି କି ଆମେ ହିଁ ଆସୁରୀ ସମ୍ପ୍ରଦାୟର ଅଟୁ। ଦେବତାମାନଙ୍କ ଆଗରେ ଯାଇ ଗାୟନ ମଧ୍ୟ କରୁଛନ୍ତି ଯେ ଆମେ ନିଚ ପାପୀ, ଆମେ ନିର୍ଗୁଣ, ଆମ ପାଖରେ କୌଣସି ଗୁଣ ନାହିଁ। ତୁମେ ତାଙ୍କୁ ସିଦ୍ଧ ଅର୍ଥାତ୍ ପ୍ରମାଣ କରି କହିପାରିବ। ସିଢ଼ି ଚିତ୍ରରେ ବହୁତ ସ୍ପଷ୍ଟ ଭାବେ ରହିଛି, ଦେଖାଯାଇଛି କିପରି ଆରୋହଣ ଅବତରଣ କଳା ହେଉଛି। ଭାରତବାସୀମାନଙ୍କ ନିମନ୍ତେ ମୁଖ୍ୟ ହେଉଛି ସିଢ଼ି ଚିତ୍ର। ଏହା ସବୁଠାରୁ ଭଲ ଜିନିଷ। ଏହି ଚିତ୍ର ମାଧ୍ୟମରେ ବହୁତ ଭଲ ଭାବରେ ବୁଝେଇ ପାରିବ 84 ଜନ୍ମ ସମ୍ପୂର୍ଣ୍ଣ ହେଲା ପରେ ପୁଣି ପ୍ରଥମ ନମ୍ବରରେ ଜନ୍ମ ନେବାକୁ ପଡ଼ିବ। ଆମେ କିଏ? ଆତ୍ମା। ପୁନର୍ବାର ଅବତରଣ କଳାରୁ ଆରୋହଣ କଳାକୁ ଯିବାକୁ ହେବ। ପ୍ରତ୍ୟେକଙ୍କର ବିଚାର ଚାଲିବା ଉଚିତ ଯେ ସମସ୍ତଙ୍କୁ କିପରି ରାସ୍ତା ବତାଇବୁ। ବିଚାର ନ ଚାଲିଲେ ସେବା କିପରି କରିବ? ଅନ୍ୟମାନଙ୍କୁ କେମିତି ବୁଝେଇବା? ବୁଦ୍ଧିରେ ବିଚାର ଚାଲିଲେ ନା ଆମେ ସେବା କରିପାରିବା? ଚିତ୍ର ଉପରେ ବୁଝାଇବା ବହୁତ ସହଜ ହୋଇଥାଏ। ସତ୍ୟଯୁଗ ପରେ ସିଢ଼ି ଓହ୍ଲାଇବାକୁ ହିଁ ପଡ଼ିବ। ପିଲାମାନେ ଜାଣିଛନ୍ତି ଯେ ଏବେ ଆମର ବଦଳି ହେଉଛି, କିନ୍ତୁ ସିଧା ସତ୍ୟଯୁଗକୁ ଯିବୁନି। ପ୍ରଥମେ ଶାନ୍ତିଧାମ ଯିବାକୁ ହେବ। ତୁମେ ଜାଣିଛ ଆମେ ଅଭିନେତା ଅଟୁ। ବାକି ତୁମ ଭିତରେ ମଧ୍ୟ କ୍ରମାନ୍ୱୟରେ ଅଛନ୍ତି ଯିଏ ନିଜକୁ ଏ ଡ୍ରାମାର ଅଭିନୟ କରିବେ ବୋଲି ଭାବୁଛନ୍ତି। ଦୁନିଆର ଏପରି କହିପାରିବେ ନାହିଁ ଯେ ଆମେ ଅଭିନୟ କରୁଛୁ। ଆମେ ଲେଖୁଛୁ ମଧ୍ୟ। ପ୍ରତ୍ୟେକ ମନୁଷ୍ୟ ମାତ୍ର ଏହି ଅବିନାଶୀ ଡ୍ରାମାର ଅଭିନେତା ହୋଇ ବି ଏହି ଡ୍ରାମାର ମୁଖ୍ୟ ଆକ୍ଟର୍ସ, ଡାଇରେକ୍ଟର ଓ ଡ୍ରାମାର ଆଦି ମଧ୍ୟର ଅନ୍ତର ରହସ୍ୟକୁ ଜାଣିନାହାନ୍ତି। ତେଣୁ ସେମାନେ ଅଜ୍ଞାନ ଅଟନ୍ତି। ଏହା ଲେଖିବାରେ କୌଣସି ଦ୍ୱିଧା ନାହିଁ। ଗୋଟିଏ କାନରେ ଶୁଣି ଅନ୍ୟପଟେ ବାହାର କରିଦେବା ଉଚିତ ନୁହେଁ। ସେବା, ସେବା ଏବଂ ସେବା। ବାବା ଜାଣିଛନ୍ତି ଯେ ପିଲାମାନଙ୍କ ଉପରେ କେବେ କେବେ ଗ୍ରହଚାରୀ ମଧ୍ୟ ବସୁଛି। ସେବା, ସେବା ଏବଂ ସେବା। ବାବା ଜାଣିଛନ୍ତି ଯେ ପିଲାମାନଙ୍କ ଉପରେ କେବେ କେବେ ଗ୍ରହଚାରୀ ମଧ୍ୟ ବସୁଛି। ଗ୍ରହଚାରୀ ବସିଲେ କେତେ କ୍ଷତି ହୋଇଥାଏ ତାହା ବାବା ଜାଣିଛନ୍ତି। ସାହୁକାରମାନେ ଗରିବ ହୋଇଯାଇଥାନ୍ତି, କାରଣ ତ ରହିଥାଏ ନା। ଅନେକଙ୍କୁ ବାବା ବୁଝୁଛନ୍ତି ମଧ୍ୟ ପିଲାମାନେ ନାମ ରୂପରେ କେବେ ଫସିଯାଅନି। ଗ୍ରହଚାରୀ ବସିଲେ କେତେ ବଡ଼ ସାହୁକାର ହେଲେ ମଧ୍ୟ ଦରିଦ୍ର ହୋଇଯାଉଛନ୍ତି। କିଛି ତ କାରଣ ଅଛି ନା। ଗ୍ରହଚାରୀ ବସିବାର କାରଣ କ'ଣ? ସାହୁକାର ଦରିଦ୍ର ହେବାର କାରଣ କ'ଣ? ଏତେ ସମ୍ପତ୍ତି ଥିଲା, ସବୁ ସମ୍ପତ୍ତି କ'ଣ ପାଇଁ ହାତ ଛଡ଼ା ହେଇଗଲା? କିଛି ତ କାରଣ ରହିଛି ନା। ତ ଆମ ଉପରେ ଗ୍ରହଚାରୀ ବସିବାର କାରଣ କ'ଣ ବାବା କହୁଛନ୍ତି? ବାବା କହୁଛନ୍ତି ଗ୍ରହଚାରୀ ବସିଲେ କେତେ କ୍ଷତି ହୋଇଥାଏ ତା ବାବା ଜାଣିଛନ୍ତି। ସାହୁକାରମାନେ ଗରିବ ହୋଇଯାଇଥାନ୍ତି, କାରଣ ତ ରହିଥାଏ ନା। ଅନେକଙ୍କୁ ବାବା ବୁଝାଉଛନ୍ତି ମଧ୍ୟ ପିଲାମାନେ ନାମ ରୂପରେ କେବେ ଫସିଯାଅ ନାହିଁ। ଗ୍ରହଚାରୀ ବସିବାର ମୁଖ୍ୟ କାରଣ ଆମ ପାଇଁ ବାବା କହୁଛନ୍ତି କେବେ ନାମ ରୂପରେ ଫସିଯାଅ ନାହିଁ। ଦେଖ, ରାଜା ମହାରାଜା ମାନେ ବହୁତ ବଳବାନ ଥିଲେ, ଶକ୍ତିଶାଳୀ ଥିଲେ, ବୁଦ୍ଧିମାନ ଥିଲେ, ଏକଛତ୍ର ରାଜ୍ୟ ଶାସନ କରୁଥିଲେ। ଆମ ଭାରତରେ ବଡ଼ ବଡ଼ ମହାରାଜା ମାନେ ଥିଲେ, କିନ୍ତୁ କାହିଁକି ସେମାନେ ଯୁଦ୍ଧରେ ହାରିଗଲେ? କେବଳ ନାମ ରୂପରେ ଫସିବା କାରଣରୁ। ଇତିହାସରେ ଏସବୁର ବହୁତ ବର୍ଣ୍ଣନା ଅଛି। କିଏ କାହା ନାମ ରୂପରେ ଫସିଲା, ଯଦ୍ୱାରା ସେମାନଙ୍କର ମନୋବଳ କମିଗଲା ଆଉ ସେମାନେ ଯୁଦ୍ଧରେ ହାରିଗଲେ, ତାଙ୍କ ଚରିତ୍ରର ପତନ ହେଇଗଲା। କାରଣ ଚରିତ୍ରବାନ ଯିଏ ସେ ସବୁ ଜାଗାରେ ଜିତିଯିବ। ଚରିତ୍ରହୀନ ହେଇଗଲେ ମଣିଷ ପାଖରେ ସବୁ କ୍ୱାଲିଟି ଥାଇକି ମଧ୍ୟ ସେ ଯେମିତି କୌଣସି କାମକୁ ନୁହଁ। ତେଣୁ ବାବା କହୁଛନ୍ତି ଗ୍ରହଚାରୀ କେତେବେଳେ ବସୁ? ଯେତେବେଳେ ଆମେ ନାମ ରୂପରେ ଫସି ଯାଉଛନ୍ତି। ତେଣୁ ବାବା କହୁଛନ୍ତି ପିଲାମାନେ ନାମ ରୂପରେ କେବେ ଫସି ଯାଅନି, ନଚେତ ମାୟା ଏପରି ଯେ ନାକକୁ ଟାଣି ଗାତରେ ପକାଇଦେବ। ମାୟା ବହୁତ ଧୋକା ଦେଇଦେବ। ତେଣୁ ହେଡ଼ିଂ ଲାଇନ୍ରେ ବାବା କ'ଣ କଲେ? ଯୋଗ ବଳ ଦ୍ୱାରା
ବାବାଙ୍କର ଶ୍ରୀମତରେ ଚାଲିଲେ ଆମେ ଏକ ଧର୍ମ ଏକ ରାଜ୍ୟ ସ୍ଥାପନ କରିପାରିବା। ଏବେ ମଧ୍ୟ ବାବା ସେଇ କଥା କହୁଛନ୍ତି, ଏଠାରେ ପ୍ରେମିକ ପ୍ରେମିକା ହେବାର ନାହିଁ। ପ୍ରେମିକା ପ୍ରେମିକ କେହି କେହି ବିକାର ନିମନ୍ତେ ହୋଇଥାନ୍ତି, ଆଉ କେହି କେବଳ ଚେହେରା ପ୍ରତି ଆକର୍ଷଣ ହୋଇଥାନ୍ତି। ତୁମେ ଜାଣିଛ ସେଣ୍ଟର୍ସ ମାନଙ୍କ ମଧ୍ୟରେ ଏପରି ମାୟାର ବିଘ୍ନ ବହୁତ ପଡ଼ୁଛି। ପରସ୍ପରର ନାମ ରୂପରେ ଫସି ଯାଉଛନ୍ତି। ମାୟା ଏପରି ପ୍ରବଳ ଯେ ମାତା ମାତାଙ୍କର ନାମ ରୂପରେ, କନ୍ୟା କନ୍ୟାର ନାମ ରୂପରେ ଫସି ଯାଉଛନ୍ତି। ପୁରୁଷାର୍ଥ କରୁଥିଲେ ବି ମାୟା ଏକଦମ କବଳିତ କରି ନେଇଥାଏ। ଦି ଜଣ ସାଙ୍ଗ ହେଇଥିବେ, ସେ ଯୁଆଡ଼େ ଯିବ ଇଏ ସିଆଡ଼େ ଯିବ, ସେ ଯେଉଁ ସେଣ୍ଟର ରହିବ ଇଏ ସେ ସେଣ୍ଟର ରହିବ। ମାନେ କ'ଣ? ଏଇଟା ବି ତ ମାୟା ନା। ଏବେ ଗୋଟେ ଝିଅଟି ଆସିଥିଲା, କହୁଥିଲା ଭଉଣୀ ମୋର ମୋର ବଡ଼ ଭଉଣୀ ହେବ, ଜଣେ ରିଲେଟିଭ୍ ହେବ, ପଡ଼ିଶାର ଝିଅଟା ତାକୁ ଡାକିଲା ଆସେ ଯିବା। ତା ବାପା ମା ବିଲକୁ ଯାଇଛନ୍ତି, ଏ କବାଟ ଚାବି ପକେଇଦେଲା ପଳେଇଲା। ଯାଇଛି 8 ବର୍ଷ ହେଲା ଆଉ ଆସିନି। ପଡ଼ିଶାର ଝିଅ ସହିତ ସାଙ୍ଗ ହେଇକି ଯାଇଛି ଯେ ଯାଇଛି। ତ ବାବା ଆମକୁ ସତର୍କ କରାଉଛନ୍ତି, ସାବଧାନୀ ଦେଉଛନ୍ତି ଯେ ପିଲାମାନେ ମାୟା ବହୁତ ଜାଲରେ ଛନ୍ଦିବାକୁ ଚେଷ୍ଟା କରିବ, କିନ୍ତୁ ତୁମେ ଛନ୍ଦି ହୁଅ ନାହିଁ। ଦେହ ଅଭିମାନରେ ଆସିବା ଅନୁଚିତ। ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବାକୁ ହେବ। ମାୟାର ଧୋକାରୁ ଦୂରେଇ ରହିବାକୁ ପଡ଼ିବ। ତୁମକୁ ବାବା ସୁନ୍ଦର ଫୁଲ କରି ଗଢ଼ିବା ପାଇଁ ଆସନ୍ତି। ତୁମର କୌଣସି କଥାରେ ସନ୍ଦେହ ଆସିବା ଅନୁଚିତ। ଯଦି ମନରେ ସନ୍ଦେହ ଆସିଲା ତେବେ ଭଲ ଭାବରେ ସେବା କରିପାରିବ ନାହିଁ। ମନ ଭିତରେ ଘାଣ୍ଟି ହେଉଥିବ। ସନ୍ଦେହ ଆସିଲେ ଆମେ ସେବା କରିପାରିବା କି? କରିପାରିବାନି। ମନରେ ସାହସ ରଖିବା ଉଚିତ। ସମୟ ବହୁତ କମ୍ ରହିଛି। ବାବାଙ୍କ ମୂଲ୍ୟ ଶୁଣିଲେ ମନରେ ଉତ୍ସାହ ଆସିବ। ପୁତ୍ର ଆତ୍ମପ୍ରକାଶ ସଠିକ୍ ଭାବରେ ଚିତ୍ର ଉପରେ ଧ୍ୟାନ ଦେଉଛି। ବମ୍ବେବାସୀଙ୍କ ବୁଦ୍ଧିରେ ମଧ୍ୟ ଆସିବା ଦରକାର। ମୁଖ୍ୟ ଚିତ୍ରକୁ ପ୍ରଥମେ ତିଆରି କରିବାକୁ ହେବ, ଯାଞ୍ଚ କରିବା ଆବଶ୍ୟକ। ବାବା ନିର୍ଦ୍ଦେଶ ଦେଇ ଚାଲିଛନ୍ତି ଯେ କିପରି ଚିତ୍ରରେ ଅଧିକ ଉନ୍ନତି ହେବା ଦରକାର। ଏପରି କୌଣସି ଉପାୟ ବାହାର କର ଯେପରି ସିଢ଼ିର ଚିତ୍ର ଏରୋଡ୍ରମରେ ରଖାଯାଇପାରିବ। ଏହି ଚିତ୍ର ଦେଖି ସମସ୍ତେ ଖୁସି ହେବେ। ପରିଶେଷରେ ବୁଝିପାରିବେ ଯେ ଏହାଙ୍କୁ ମତ ଦେବା ବାଲା କିଏ। ତେବେ ପିଲାମାନଙ୍କର ବହୁତ ନିଶା ଚଢ଼ିବା ଆବଶ୍ୟକ। ଚିତ୍ରରେ କ'ଣ କରେକ୍ସନ୍ କରିବା, ଚିତ୍ର କେଉଁଠି ରଖିବା, ସମସ୍ତେ ମିଳିମିଶି କେମିତି ସେବା କରିବା, ବାବା ସବୁ ଡାଇରେକ୍ସନ୍ ଆମକୁ ଦେଉଛନ୍ତି। ବାକି ବାବା କହୁଛନ୍ତି ତୁମେମାନେ ମଧ୍ୟ ପରସ୍ପର ମିଶିକି ଏକମତ ହୋଇକି ସେବା କର। ହେଲେ ସେବାର ନିଶା ଚଢ଼ିବା आवश्यक। अच्छा, मीठे मीठे सिकिलते बच्चों प्रति माता पिता बाप दादा का याद प्यार और गुड मॉर्निंग। रूहानी बाप की रूहानी बच्चों को नमस्ते। हम रूहानी बच्चों की रूहानी बाप दादा को याद प्यार गुड मॉर्निंग और नमस्ते नमस्ते नमस्ते। धारणा पाई मुख्य सारांश। तुम्हें संतान माने युद्ध क्षेत्र में अच्छ। माया रावण सहित तुम युद्ध चलछि। माया बहुत विघ्न पकाउछि। ପିଲାମାନଙ୍କୁ ବହୁତ ସାବଧାନ ରହିବା ଉଚିତ। ପ୍ରତି ମୁହୂର୍ତ୍ତରେ ଆମର ମାୟା ସହିତ ଯୁଦ୍ଧ ଚାଲିଛି। ତେଣୁ ଆମକୁ ପ୍ରତି ମୁହୂର୍ତ୍ତରେ ମାୟା ପାଖରୁ ବହୁତ ସାବଧାନ ରହିବାର ଅଛି। କାରଣ ଆମେ ଯେତେ ଜୋରରେ ମାୟାକୁ ପଛ ଘୁଞ୍ଚା ଦେବା, ମାୟାକୁ ପିଠି କରିବା, ମାୟା ସେତେ ଜୋର ଆମ ପିଠି ଉପରେ ଚାପଡ଼ା ମାରିବ, କିନ୍ତୁ ଆମ ବୁଲିବାକୁ ହେବନି। ଯେମିତି କୁହନ୍ତି ନା, ଯଦି ତୁମେ ଖୋଲା ରାସ୍ତାରେ ଯାଉଛ, ଅନ୍ଧାର ରାସ୍ତାରେ ଯାଉଛ, ତୁମକୁ ଭୟ ଲାଗୁଛି, ପଛରେ କିଏ ଥିଲାବେଳେ ଲାଗୁଛି, ପଛକୁ ବୁଲିକି ଦେଖନି। ଏମିତି କୁହନ୍ତି ଗାଁ ମାନଙ୍କରେ ଯେ ପଛରେ ଯଦି ଭୂତ ଆସିଥିବ, ତମକୁ ଡର ଲାଗିଲା, ତମେ ବୁଲି ପଡ଼ିଲ ମାନେ ତମ ଭିତରେ ଭୂତ ପଶିବ। ସେ ଭୂତ ଆତ୍ମା ପାଇଁ କୁହାହେଉଛି। ଏଠି ଭୂତ ହେଉଛି ମାୟା। ମାୟା ପ୍ରତି ମୁହୂର୍ତ୍ତରେ ସତର୍କ ହେଇକି ଅଛି କି କେଉଁଠି ଟିକେ ଲୁଜ୍ ହେଲା ତା ଭିତରେ ପ୍ରବେଶ କରିବା ପାଇଁ। ତେଣୁ ଆମକୁ ସଦା ସାବଧାନ ହେଇକି ରହିବାର ଅଛି। ସେକେଣ୍ଡ, ପ୍ରତ୍ୟେକଙ୍କୁ ନିଜର ଉନ୍ନତି ପାଇଁ ବିଚାର କରିବାକୁ ହେବ। ଚିତ୍ର ଉପରେ କିପରି ବୁଝାଇବୁ, ସେବାକୁ କିପରି ବଢ଼ାଇବୁ, ଚିତ୍ରରେ ଏପରି କ'ଣ ଲେଖିବୁ ଯାହାଦ୍ୱାରା ମନୁଷ୍ୟ ସହଜରେ ବୁଝିଯିବେ। ତେଣୁ ଉନ୍ନତି ପାଇଁ ନିଜର ବିଚାର କରିବାକୁ ହେବ। ଏକ ତ ନିଜର ଉନ୍ନତି ପାଇଁ ବିଚାର କରିବା, ଦୁଇ ସେବାରେ କେମିତି ଉନ୍ନତି କରିବା ତା ପାଇଁ ମଧ୍ୟ ଆମକୁ ବିଚାର କରିବାର ଅଛି। ବରଦାନ, ଦେହ ଅଭିମାନର ତ୍ୟାଗ ଦ୍ୱାରା ଶ୍ରେଷ୍ଠ ଭାଗ୍ୟ ନିର୍ମାଣ କରୁଥିବା ହିଁ ସିଦ୍ଧିଶ୍ୱର ଭବ। ଭାଗ୍ୟ ଶ୍ରେଷ୍ଠ କେତେବେଳେ ହେବ? ଯେତେବେଳେ ଆମେ ଦେହ ଅଭିମାନ ଛାଡ଼ିବା, ଦେହ ଅଭିମାନର ତ୍ୟାଗ କରିବା, ଅର୍ଥାତ୍ ଦେହୀ ଅଭିମାନୀ ହେବା ଦ୍ୱାରା ବାବାଙ୍କର ସର୍ବ ସମ୍ବନ୍ଧର ସର୍ବଶକ୍ତି ଗୁଡ଼ିକର ଅନୁଭବ ହୋଇଥାଏ। ଦେହ ଅଭିମାନ ଛାଡ଼ିକି ଦେହୀ ଅଭିମାନୀ ହେଲେ ହିଁ ବାବାଙ୍କର ସର୍ବ ସମ୍ବନ୍ଧର ସର୍ବଶକ୍ତି ଗୁଡ଼ିକର ଅନୁଭବ ହୋଇଥାଏ। କାହିଁକିନା ଆତ୍ମା ଭାବିଲେ ହିଁ ପରମାତ୍ମାଙ୍କର ଶକ୍ତି ସହଯୋଗକୁ ଅନୁଭବ କରିପାରିବା। ଦେହ ଅଭିମାନୀ ଥିଲେ ବାବା ଆମକୁ ସହଯୋଗ ଦେଲେ ମଧ୍ୟ ଆମେ
ତାକୁ ନିଜେ କଲା ପରି ଫିଲ୍ କରୁଛୁ। ଏମିତି ବାବା କୁହନ୍ତି ନା, ବୁଝେଇବା ବାଲା ଅପେକ୍ଷା ତାଠୁ ଯିଏ ଶୁଣୁଛି ଯଦି ସେ ଆହୁରି ଚତୁର, ତ ବାବା ବୁଝେଇଲା ବାଲା ଦେହରେ ଆସିକି ମଧ୍ୟ ତାକୁ ଶୁଣିବା ବାଲାକୁ ବୁଝେଇକି ଚାଲିଯାଆନ୍ତି। ହେଲେ ଆତ୍ମହିମାନୀ ସ୍ଥିତି ରହିଲେ ଆମେ ଜାଣିବା ଯେ ପ୍ରକୃତରେ ଜଣେ ବୁଝୁଛି, ଆଗକୁ ବଢ଼ୁଛି ଆମ ଦ୍ୱାରା, ମାନେ ବାବା ତାକୁ ଆଗକୁ ବଢ଼ଉଛନ୍ତି, ଆମେ ତ ନିମିତ୍ତ ମାତ୍ର। କିନ୍ତୁ ଦେହ ମାନେ ରହିଲେ କ'ଣ ଆସିବ? ମୁଁ କହିଲି ସେଥିପାଇଁ ମୋ ଯୋଗୁଁ ସେ ଏଇଟା କରିଦେଲା, ସେ ସେଇଟା ଶିଖିଦେଲା, ତାକୁ ଏଇଟା ପଳେଇ ଆସିଲା, ସେ ଆଗକୁ ବଢ଼ିଗଲା। ଆରେ ମୁଁ କିଏ? ଜ୍ଞାନ କାହାର? ବାବାଙ୍କର। ଯୋଗ ବଳ ଦଉଛି କିଏ? ବାବା। ସେବା ଶିଖଉଛି କିଏ? ବାବା। ମୁକ୍ତି, ଜୀବନ ମୁକ୍ତି ଦଉଛି କିଏ? ବାବା। ଆମେ ତ ବାବାଙ୍କ ହାତରେ ଗୋଟେ ଇନଷ୍ଟ୍ରୁମେଣ୍ଟ, ଆମେ ନିମିତ୍ତ ମାତ୍ର। ଓହ ସୌଭାଗ୍ୟ ଆମର ଯେ ବାବା ଆମକୁ ତାଙ୍କ ସେବାରେ ୟୁଜ୍ କରୁଛନ୍ତି। ଏଇଟା ହିଁ ଆମର ସବୁଠୁ ବଡ଼ ଭାଗ୍ୟ। ଏହି ଅନୁଭବ ହିଁ ସଙ୍ଗମ ଯୁଗର ସର୍ବଶ୍ରେଷ୍ଠ ଭାଗ୍ୟ ଅଟେ। ବାବାଙ୍କ ସହିତ ବାବାଙ୍କର ସର୍ବ ସମ୍ବନ୍ଧର ଶକ୍ତି ଗୁଡ଼ିକର ଅନୁଭବ କରିବା, ଇଏ ହେଉଛି ସଙ୍ଗମ ଯୁଗର ସର୍ବଶ୍ରେଷ୍ଠ ଭାଗ୍ୟ। ବିଧାତାଙ୍କ ଦ୍ୱାରା ପ୍ରାପ୍ତ ହୋଇଥିବା ଏହି ବିଧିକୁ ଆପଣାଇବା ଦ୍ୱାରା ବୃଦ୍ଧି ମଧ୍ୟ ହେବ ଏବଂ ସର୍ବସିଦ୍ଧି ଗୁଡ଼ିକ ମଧ୍ୟ ମିଳିଯିବ। ବିଧି କ'ଣ? ଆତ୍ମିକ ସ୍ଥିତିରେ ରୁହ। ଏଇ ବିଧିରେ ଯଦି ଆମେ ଚାଲିବା ତାହେଲେ ଆମେ ସର୍ବସିଦ୍ଧି ପ୍ରାପ୍ତ କରିପାରିବା। ଦେହଧାରୀଙ୍କ ସହିତ ସମ୍ବନ୍ଧରେ ବା ସ୍ନେହରେ ନିଜର ମୁକୁଟ, ସିଂହାସନ ବା ନିଜର ଅଶ୍ଳୀଳ ସ୍ୱରୂପକୁ ମଧ୍ୟ ଛାଡ଼ି ଦେଇଛ, ତେବେ କ'ଣ ବାବାଙ୍କର ସ୍ନେହ ପାଇଁ ଦେହ ଅଭିମାନର ତ୍ୟାଗ କରିପାରିବ ନାହିଁ? ଦେହଧାରୀମାନଙ୍କୁ ଭଲ ପାଇକି ମୁକୁଟ, ସିଂହାସନ, ଅସଲି ସ୍ୱରୂପକୁ ଆମେ ଛାଡ଼ିଦେଲେ, ଲୋଭ ମୋହ ମାୟାରେ ପଡ଼ି କେଉଁଠି ଆମେ ସତ୍ୟଯୁଗର ଦେବତା ଥିଲେ, ଏବେ କେଉଁଠି କାଙ୍ଗାଳ ଦରିଦ୍ର ମଣିଷ ହେଇଛେ, ସମସ୍ତଙ୍କୁ ଖାଲି ମାଗିଲେ ମାଗିଲେ ମାଗିଲେ। ଏବେ ବାବା ଆସନ୍ତି ଆଉ ଥରେ ଆମକୁ କାଙ୍ଗାଳରୁ ରଙ୍କରୁ ରାଓ କରିବା ପାଇଁ, ଦରିଦ୍ରରୁ ରାଜା କରିବା ପାଇଁ। ତ ତାହେଲେ ଆମେ କ'ଣ ଏ ଦେହ ଅଭିମାନକୁ ଛାଡ଼ିପାରିବାନି? ବାବା ପଚାରୁଛନ୍ତି। ଏଇ ଗୋଟିଏ ତ୍ୟାଗ ଦ୍ୱାରା ସବୁ ପ୍ରକାର ଭାଗ୍ୟ ପ୍ରାପ୍ତ ହୋଇଯିବ। ବାସ୍ ଗୋଟିଏ ଦେହ ଅଭିମାନ ଛାଡ଼ିବା। ମୋର, ମୁଁ ଭଲ, ମୋର ସବୁ ଭଲ, ମୁଁ କଲି, ମୋ ଯୋଗୁଁ ହେଲା, ଏସବୁ ଗୋଟିଏ ଦେହ ଅଭିମାନ ଯଦି ଛାଡ଼ିଦେବା ତାହେଲେ ସବୁ ପ୍ରକାର ଭାଗ୍ୟ ଆମେ ପ୍ରାପ୍ତ ହେଇପାରିବ। ସ୍ଲୋଗାନ: ଯଦି କ୍ରୋଧମୁକ୍ତ ହେବାକୁ ଚାହୁଁଛ ତେବେ ସ୍ୱାର୍ଥପର ହେବା ପରିବର୍ତ୍ତେ ନିଃସ୍ୱାର୍ଥପର ହୁଅ। ଇଚ୍ଛା ଗୁଡ଼ିକର ରୂପକୁ ପରିବର୍ତ୍ତନ କର। ଅନେକ ବାହ୍ୟ ଇଚ୍ଛା ଯେ ରଖିଛୁ, ସେ ବାହ୍ୟ ଇଚ୍ଛାର ରୂପକୁ ପରିବର୍ତ୍ତନ କର, ତାହେଲେ ଆମେ କ୍ରୋଧମୁକ୍ତ ହେଇପାରିବା। ବାହ୍ୟ ପ୍ରାପ୍ତିର ଇଚ୍ଛା ଆମକୁ ସ୍ୱାର୍ଥପର କରାଉଛି। ବାହ୍ୟ ପ୍ରାପ୍ତି ବଦଳରେ ଯେ ବାବା କ'ଣ କଲେ? ସ୍ୱାର୍ଥପର ବଦଳରେ ନିଃସ୍ୱାର୍ଥପର ହୁଅ। ନିଃସ୍ୱାର୍ଥପର ହେଲେ କ୍ରୋଧମୁକ୍ତ ଆମେ ହେଇପାରିବା। ତ ଇଚ୍ଛାର ରୂପକୁ ପରିବର୍ତ୍ତନ କର। ଇଚ୍ଛାର ରୂପ, ସ୍ଥୂଳ ଇଚ୍ଛା ଆମେ ଚାହୁଁଥିଲେ, ଏବେ ତା ରୂପକୁ ପରିବର୍ତ୍ତନ କରିବା। ଇଚ୍ଛା ରଖିବା କିନ୍ତୁ ସୂକ୍ଷ୍ମ ଇଚ୍ଛା ରଖିବା। କ'ଣ? ଯେଉଁ ଦେହଧାରୀ ମାନଙ୍କ ପାଖରୁ ଇଚ୍ଛା ରଖୁଥିଲେ, ଏବେ ସବୁ ଇଚ୍ଛା କେଉଁଠୁ ରଖିବା? ପରମାତ୍ମାଙ୍କ ପାଖରୁ। ଦେହ ଅଭିମାନରେ ରହୁଥିଲେ, ଆତ୍ମ ଅଭିମାନରେ ରହିବା ପାଇଁ ଇଚ୍ଛା କରିବା। ଶରୀରର ଇଚ୍ଛା ପୂରଣ କରିବା ପାଇଁ ଲକ୍ଷ୍ୟ ରଖୁଥିଲେ, ଏବେ ଆତ୍ମାର ଇଚ୍ଛାକୁ ପୂରଣ କରିବା ପାଇଁ ଲକ୍ଷ୍ୟ ରଖିବା। ଶରୀରର ଇଚ୍ଛାର ପୂରଣ କରିବା ପାଇଁ ହେଲେ କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର ଆମେ ବଶବର୍ତ୍ତୀ ହେଇଯାଉଛୁ। ଯଦି ଆତ୍ମାର ଇଚ୍ଛାକୁ ପୂରଣ କରିବା ଲକ୍ଷ୍ୟ ରଖିବା, ଆତ୍ମାର ସାତଟା ଧର୍ମରେ ଅଟୋମେଟିକ୍ ଆମେ ସ୍ଥିତ ହେଇଯିବା, ତ ଆତ୍ମା ସତ ପ୍ରଧାନ ହେଇଯିବ, ଆମେ ନିଃସ୍ୱାର୍ଥପର ହେଇଯିବା, ତ ଆହୁରି ଅଧିକ ଆମେ ପ୍ରାପ୍ତି କରିପାରିବା। ଅବ୍ୟକ୍ତ ଇଶାରା: ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ। ବାବାଙ୍କ ସହିତ ତୁମେମାନେ ମଧ୍ୟ ଏହି ଦାୟିତ୍ୱର ବୋଝ ମୁଣ୍ଡକୁ ନେଇଛ ଯେ ପବିତ୍ରତା ଦ୍ୱାରା ଆମେ ପ୍ରକୃତିକୁ ମଧ୍ୟ ପବିତ୍ର କରିବୁ। ତେବେ ଏ ସଂକଳ୍ପକୁ ପୂରଣ କରିବା ପାଇଁ ବାପଦାଦା ଚାହୁଁଛନ୍ତି ଯେ ବିଶ୍ୱର ପ୍ରତ୍ୟେକ ସନ୍ତାନ ପ୍ରଥମେ ମୋହର ଆକର୍ଷଣ ଠାରୁ ମୁକ୍ତ ହୁଅନ୍ତୁ, ଚାହେ ସାଧନ ଗୁଡ଼ିକର ଆକର୍ଷଣ ଠାରୁ, ଚାହେ ବ୍ୟକ୍ତିମାନଙ୍କର ଆକର୍ଷଣ ଠାରୁ। ତେବେ ସାଧନ ଗୁଡ଼ିକୁ ବ୍ୟବହାର କରିବା ଅଲଗା କଥା, କିନ୍ତୁ ତା ପ୍ରତି ଆକର୍ଷିତ ହେବା ଅଲଗା ଜିନିଷ ଅଟେ। ତେଣୁ ବାପଦାଦା ପ୍ରତ୍ୟେକ ସନ୍ତାନକୁ ପ୍ରଥମେ ଏହିଭଳି ଆକର୍ଷଣ ଠାରୁ ବା ମୋହ ଠାରୁ ମୁକ୍ତ କରିବାକୁ ଚାହୁଁଛନ୍ତି। ପବିତ୍ରତା, ପବିତ୍ରତା ଆସିବ ବାବାଙ୍କ ସହିତ ମୋହ ରଖିଲେ। ଅପବିତ୍ରତାର କାରଣ ବ୍ୟକ୍ତି, ବସ୍ତୁ, ବୈଭବ ସହିତ ମୋହ ରଖିଲେ। ତେଣୁ ବାବା ଚାହୁଁଛନ୍ତି କ'ଣ? ପିଲେ ଚାହେ ବ୍ୟକ୍ତି ହଉ, ଚାହେ ବସ୍ତୁ ହଉ, ଚାହେ ବୈଭବ ହଉ,
ଏ ସ୍ଥୂଳ ଦୁନିଆଠୁ ମୋହ କାଟ, ତାହେଲେ ସମ୍ପୂର୍ଣ୍ଣ ପବିତ୍ର ଆମେ ହେଇପାରିବା। ସମ୍ପୂର୍ଣ୍ଣତାକୁ ପ୍ରାପ୍ତ କରିବା ପାଇଁ ଦାଦୀ ପ୍ରକାଶ ମଣିଜୀଙ୍କର ଗୁପ୍ତ ପୁରୁଷାର୍ଥ। 19ତମ ପୁଣ୍ୟ ସ୍ମୃତି ଦିବସ ନିମନ୍ତେ ବିଶେଷ ଧାରଣା। କାଲି ମୁରଲୀରେ ଆମେ 10ଟା ପଏଣ୍ଟ ଦାଦୀଙ୍କର ବିଶେଷତା ଗୁପ୍ତ ପୁରୁଷାର୍ଥ ବିଷୟରେ ପଢ଼ିଥିଲେ। ଆଉ 9ଟା ପଏଣ୍ଟ ଏବେ ପଢ଼ିବା। କାହିଁକିନା ହିନ୍ଦୀ ମୁରଲୀରେ 25 ଅଗଷ୍ଟ ପାଇଁ ଗୋଟିଏ ମୁରଲୀରେ ହିଁ 19ଟା ପଏଣ୍ଟ ଆସିଥିଲା। ମାତ୍ର ଓଡ଼ିଆ ମୁରଲୀରେ 19ଟା ଯାହା ପଏଣ୍ଟ ଗୋଟେ ମୁରଲୀରେ ରହିପାରିଲାନି, ତେଣୁ 25 ତାରିଖରେ 10ଟା ଦେଲେ, ପୁଣି 26 ତାରିଖରେ ଆଉ 9ଟା ଦେଇଛନ୍ତି। ତ କାଲି ଆମେ 10ଟା ପଏଣ୍ଟ ଶୁଣିଲେ, ଏବେ ଆଉ 9ଟା ପଏଣ୍ଟ ଶୁଣିବା। ଦାଦୀଙ୍କର ବିଶେଷତା କ'ଣ? ଫାର୍ଷ୍ଟ 11, ଦାଦୀଜୀ ସଦା ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଥିଲେ। ସେ ଏହି ସ୍ମୃତିରେ ରହୁଥିଲେ ଯେ ମୁଁ କଳ୍ପକଳ୍ପର ବିଜୟୀ ଆତ୍ମା ଅଟେ। ଦାଦୀଜୀ ସବୁବେଳେ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଥିଲେ। କ'ଣ ସେ ବିଶ୍ୱାସ? ନା ମୁଁ କଳ୍ପକଳ୍ପର ବିଜୟୀ ଆତ୍ମା ଅଟେ। ସେ କୌଣସି ବି ପୁରୁଣା ସଂସ୍କାର, ସ୍ୱଭାବ କିମ୍ବା ହିସାବ କିତାବର ଅଧୀନରେ ରହୁନଥିଲେ। ଆମେ ପୁରୁଣା ସ୍ୱଭାବ ସଂସ୍କାର ଅଧୀନରେ ରହିକି କର୍ମ କରୁଛୁ, ପୁରୁଣା ହିସାବ କିତାବରେ ଆମେ ବାନ୍ଧି ହେଇକି ରହୁଛୁ। ଏପରି ଅନୁଭବ କରୁଥିଲେ ଯେପରି ଆତ୍ମା ଲାଇଟ୍ର ଶରୀରରେ ବାସ କରୁଛି। ଦାଦୀ ଏମିତି ଅନୁଭବ କରୁଥିଲେ ଯେମିତି ମୁଁ ଆତ୍ମା ଲାଇଟ୍ର ଶରୀରରେ ବାସ କରୁଛି। ତେଣୁ ଦାଦୀଙ୍କୁ ଯେତେବେଳେ ଟ୍ରିଟମେଣ୍ଟ ପାଇଁ ଅହମ୍ମଦାବାଦ ନେଇକି ଗଲେ ମେଡ଼ିକାଲକୁ, ତ କେଉଁଠି ଗୋଟେ ମିଡଲ୍ ଜାଗାରେ ଇଞ୍ଜେକ୍ସନ୍ କ'ଣ ଦେବାର ଥିଲା। ତ 2ଟା ଡକ୍ଟର ଥିଲେ। ସେ ଭାଇ ନିଜର ଅନୁଭବ କରୁଥିଲେ, ଗୋଟେ ଡକ୍ଟରଙ୍କୁ ବହୁତ ଦୟା ଲାଗୁଥିଲା ଏତେ ପ୍ରେସର ଦେଇକି ଦାଦୀଙ୍କର ସେ ଶିରଟାକୁ ଧରିବା ପାଇଁ। ଆଉ ଗୋଟେ ଡକ୍ଟର ତାକୁ ପୁରା ଟାଣିକି ଭିଡ଼ିକି ତାକୁ ଇଞ୍ଜେକ୍ସନ୍ ଦେଇଥିଲେ। ତ ସେ ଯେଉଁ ପଏଣ୍ଟରେ ଦେଇଥିଲେ ସେ ବହୁତ କଷ୍ଟ ହେବ, କିନ୍ତୁ ସେ ଭାଇ ସେତେବେଳେ ଦାଦୀଙ୍କ ଚେହେରାକୁ ଦେଖୁଥିଲେ। ଦାଦୀଙ୍କ ଚେହେରାରେ କିଛି କଷ୍ଟର ଚିହ୍ନ ବର୍ଣ୍ଣ ହିଁ ନଥିଲା। ନିଜେ ଭାଇମାନେ ଅନୁଭବ କରୁଛନ୍ତି ଦାଦୀଙ୍କ ସହିତ ରହିକି ଯେ ଦାଦୀ କିପରି ଲାଇଟ୍ର ଶରୀରରେ ରହୁଥିଲେ। ମାନେ ପ୍ରତ୍ୟେକ ସମୟରେ ଦାଦୀଙ୍କ ସହିତ ଯେଉଁମାନେ ରହିଛନ୍ତି ସେମାନେ ତାଙ୍କର ଅନୁଭବ ସେୟାର କରୁଛନ୍ତି। ସେକେଣ୍ଡ, ଦାଦୀଜୀଙ୍କ ବୁଦ୍ଧି ସଫା ବା ସ୍ୱଚ୍ଛ ଆଇନା ପରି ନିର୍ମଳ ଥିଲା। ସେ ସର୍ବଦା ତପସ୍ୱୀ ମୂର୍ତ୍ତି ହେଇ ରହୁଥିଲେ। ତାଙ୍କର ଏହି ସ୍ମୃତି ଥିଲା ଯେ ଏହି ତପସ୍ୟା ଦ୍ୱାରା ବିଶ୍ୱର କଲ୍ୟାଣ ହେବ ଏବଂ ସୁଖମୟ ସଂସାର ଆସିବ। ଦାଦୀଙ୍କର ବୁଦ୍ଧି ସଫା ଏବଂ ସ୍ୱଚ୍ଛ ଆଇନା ପରି ନିର୍ମଳ ଥିଲା। ଦାଦୀ ସଭାରେ ପଚାରୁଥିଲେ କି କେବେ ମିଛ କହିନ ହାତ ଟେକିଲ? କେହି ମଧ୍ୟ ହାତ ଉଠାଉନଥିଲେ, କିନ୍ତୁ ଦାଦୀ ନିଜେ ନିଜେ ହାତ ଟେକି ଦେଉଥିଲେ। କହୁଥିଲେ ମୁଁ କେବେ ମୋ ଜୀବନରେ ମିଛ କହିନି। ତ ଦାଦୀ ଆଇନା ପରି ସ୍ୱଚ୍ଛ, ସଫା, ନିର୍ମଳ ଥିଲେ। ତାଙ୍କର ସ୍ମୃତିରେ ଥିଲା ଯେ ତପସ୍ୟା ଦ୍ୱାରା ବିଶ୍ୱର କଲ୍ୟାଣ ହେବ ଏବଂ ସୁଖମୟ ସଂସାର ଆସିବ। ହେଲେ ତପସ୍ୟା କିଏ କରିପାରିବ? ଯାହାର ବୁଦ୍ଧିର ଲାଇନ୍ କ୍ଲିଅର ଥିବ, ହୃଦୟ ନିର୍ମଳ ଥିବ, ସିଏ ହିଁ ତପସ୍ୟା କରିପାରିବ। ବ୍ୟର୍ଥ କଥା ଯାହା ବୁଦ୍ଧିରେ ରହିବ ସିଏ କେବେ ତପସ୍ୟା କରିପାରିବନି। ତେଣୁ ବାବା ସବୁଦିନ କହୁଛନ୍ତି ନିଜ ନିଜ ଚେକ୍ କର, ମୁଁ କ'ଣ ଭାବୁଛି, କ'ଣ କହୁଛି, କ'ଣ କରୁଛି। ମୋର ମନ, ବଚନ, କର୍ମ ସେମ୍ ନା ଭାବୁଛି ଗୋଟେ, କହୁଛି ଆଉ ଗୋଟେ, କରୁଛି ଆଉ ଗୋଟେ। ନିଜକୁ ନିଜେ ଚେକ୍ କର। 13, ଦାଦୀଜୀ ଅନ୍ତିମ ସମୟକୁ ସାମ୍ନାରେ ରଖି ସଦା ସ୍ୱଚିନ୍ତନ କରୁଥିଲେ। ସ୍ୱଉନ୍ନତି ପାଇଁ ପ୍ରତିଦିନ ଅମୃତ ବେଳାରେ ବାବାଙ୍କ ସହ ମଧୁର ରୁହରିଆନ କରୁଥିଲେ। ବାବାଙ୍କର ମହାବାକ୍ୟକୁ ଗଭୀରତାର ସହିତ ଅଧ୍ୟୟନ କରୁଥିଲେ। ତାଙ୍କର ବାବାଙ୍କ ପ୍ରତି, ବାବାଙ୍କର ମୁରଲି ପ୍ରତି ଅତ୍ୟନ୍ତ ସ୍ନେହ ଥିଲା। ଦାଦୀଜୀ ଅନ୍ତିମ ସମୟକୁ ସାମ୍ନା ରଖି ସବୁବେଳେ ସ୍ୱଚିନ୍ତନ କରୁଥିଲେ। ପ୍ରତିଦିନ ଅମୃତ ବେଳାରେ ବାବାଙ୍କ ସହିତ କଥାବାର୍ତ୍ତା କରୁଥିଲେ। ପ୍ରତିଦିନ ଅମୃତ ବେଳାରେ ବାବା ଯାହା ଟଚିଂ କରାଉଥିଲେ, ବାବା ଦାଦୀ ସାରାଦିନ ସେୟା ହିଁ କରୁଥିଲେ। ଗଭୀରତାର ସହିତ ବାବାଙ୍କର ମହାବାକ୍ୟକୁ ଅଧ୍ୟୟନ କରୁଥିଲେ। ବାବାଙ୍କ ପ୍ରତି ଯେତିକି ସ୍ନେହ ଥିଲା, ଦାଦୀଙ୍କର ବାବାଙ୍କର ମୁରଲି ପ୍ରତି ସେତିକି ସ୍ନେହ ଥିଲା। ତ କମ୍ ସେ କମ୍ 4 ଥର ଜାନକୀ ଦାଦୀ, ଦାଦୀମାନେ, ବଡ଼ ଦାଦୀ ମୁରଲି ପଢ଼ୁଥିଲେ। ରାତିରେ ଶୋଇବା ପୂର୍ବରୁ ନିଶ୍ଚୟ ପଢ଼ିବେ। ସକାଳ ଅମୃତ ବେଳାରେ ମଧ୍ୟ ମୁରଲି ନିଶ୍ଚୟ ପଢ଼ିବେ। କ୍ଲାସ୍ରେ ପଢ଼ିବେ, ପୁଣି ଦିନରେ ଗୋଟେ ଥର ନିଶ୍ଚୟ ପଢ଼ିବେ। 4 ଥର, କମ୍ ସେ କମ୍ 4 ଥର ଦାଦୀମାନେ କମ୍ପଲସରି ମୁରଲି ପଢ଼ନ୍ତି। କାରଣ ବାବାଙ୍କ ସହିତ ଯାହାର ଯେତିକି ସ୍ନେହ, ବାବାଙ୍କର ମୁରଲି ସହିତ ମଧ୍ୟ ସେତିକି ସ୍ନେହ ରହିବ। 14, ଦାଦୀଜୀ ନିଜର ସମ୍ପୂର୍ଣ୍ଣ ସ୍ଥିତି ଗଢ଼ିବା ପାଇଁ ଦେହଭାନରୁ ଉର୍ଦ୍ଧ୍ୱରେ ରହିବାର ଅଭ୍ୟାସ କରୁଥିଲେ। ସମ୍ପୂର୍ଣ୍ଣତା ଆସିବ କେତେବେଳେ? ଯେତେବେଳେ ଦେହଭାନରୁ ଉର୍ଦ୍ଧ୍ୱରେ ରହିବା। ତାଙ୍କ ବୁଦ୍ଧିରେ ସର୍ବଦା ରହୁଥିଲା ଯେ ମୁଁ ବିଶ୍ୱ କଲ୍ୟାଣ ପାଇଁ ନିମିତ୍ତ। ମୋତେ ସ୍ମୃତିକୁ
ଉଚ୍ଚ ଏକାଗ୍ର ଏକ ରସ ଓ ସଂକଳ୍ପରୁ ଉର୍ଦ୍ଧ୍ୱ ନିଃସଂକଳ୍ପ କରିବାକୁ ହେବ। ତେବେ ଯେ ଆମେ ପୁରୁଣା ଦୁନିଆକୁ ଅତିକ୍ରମ କରି ଉଡ଼ି କରି ବାବାଙ୍କ ପାଖକୁ ପରମ ଧାମରେ ଯାଇ ବସିବା। ନିଜର ସମ୍ପୂର୍ଣ୍ଣ ସ୍ଥିତି ଗଢ଼ିବା ପାଇଁ ଦାଦି ସବୁବେଳେ ଦେହ ଅଭିମାନରୁ ଉର୍ଦ୍ଧ୍ୱ ରହିବାର ଅଭ୍ୟାସ କରୁଥିଲେ। ତାଙ୍କ ବୁଦ୍ଧିରେ କ'ଣ ରହୁଥିଲା? ମୁଁ ବିଶ୍ୱ କଲ୍ୟାଣ ପାଇଁ ନିମିତ୍ତ। ମୋତେ ମୋର ସ୍ମୃତିକୁ ସବୁବେଳେ ଉଚ୍ଚ ଏକାଗ୍ର ଏକ ରସ ଏବଂ ସଂକଳ୍ପରୁ ଉର୍ଦ୍ଧ୍ୱ ନିଃସଂକଳ୍ପ, ଉଚ୍ଚ ଏକାଗ୍ର ଏକ ରସ ଏବଂ ସଂକଳ୍ପରୁ ଉର୍ଦ୍ଧ୍ୱ ନିଃସଂକଳ୍ପ କରିବାକୁ ହେବ। ତେବେ ଯେ ଆମେ ପୁରୁଣା ଦୁନିଆକୁ ଅତିକ୍ରମ କରି ଉଡ଼ି କରି ବାବାଙ୍କ ପାଖକୁ ପରମ ଧାମକୁ ଯାଇପାରିବା। 15 ଦାଦିଜୀ ସର୍ବଦା ଏହି ଲଗନରେ ରହୁଥିଲେ ଯେ ମୁଁ ବାବାଙ୍କ ସ୍ମୃତିରେ ରହି ସମସ୍ତଙ୍କୁ ସନ୍ତୁଷ୍ଟ କରି ସମସ୍ତଙ୍କ ଠାରୁ ଆଶୀର୍ବାଦ ନେବି। କୌଣସି ବି ଆତ୍ମା ମୋ ପାଖରୁ ନିରାଶ ହୋଇ ମୋତେ ଅଭିଶାପ ନ ଦେଉ, ଏହାର ସମ୍ପୂର୍ଣ୍ଣ ଧ୍ୟାନ ରଖି ସମସ୍ତଙ୍କ ଆଶୀର୍ବାଦର ପାତ୍ର ହେଲେ। ଦାଦିଜୀ କେବେ ବି କିଏ ଯଦି ଦାଦିଙ୍କ ଉପରେ ନାରାଜ ହେଉଥିଲା, କଥା ହେଉନଥିଲା, ଦାଦି ନିଜେ ଡାକିରେ କଥା ହେଉଥିଲେ ଯେ ମୁଁ କ'ଣ ତମକୁ ଦେବି କୁହ, କ'ଣ କରିବି କୁହ। ତ ଏମିତି ଦାଦି ନିଜେ ନିଜେ କଥା ହେଉଥିଲେ, ମିଶୁଥିଲେ, ପଚାରୁଥିଲେ। ଦାଦିଙ୍କର ଲକ୍ଷ୍ୟ ରହୁଥିଲା କ'ଣ? ମୋ ଉପରେ ଯେମିତି କିଏ ନାରାଜ ନ ହୁଅନ୍ତୁ, ମୋତେ ସମସ୍ତଙ୍କର ଆଶୀର୍ବାଦ ନେବାର ଅଛି, ମୋତେ ସମସ୍ତଙ୍କୁ ସନ୍ତୁଷ୍ଟ କରିବାର ଅଛି। ଏହାର ସମ୍ପୂର୍ଣ୍ଣ ଧ୍ୟାନ ରଖି ସମସ୍ତଙ୍କର ଆଶୀର୍ବାଦର ପାତ୍ର ହେଲେ। 16 ଦାଦିଜୀଙ୍କର ସର୍ବଦା ଏକମାତ୍ର ଲକ୍ଷ୍ୟ ଥିଲା ମୋତେ ସମ୍ପୂର୍ଣ୍ଣ ଫରିସ୍ତା ଓ କର୍ମାତୀତ ହେବାର ଅଛି। ମୋତେ ସମ୍ପୂର୍ଣ୍ଣ ଫରିସ୍ତା ଓ କର୍ମାତୀତ ହେବାର ଅଛି। ଏହି ପୁରୁଣା ଶରୀର ଛାଡ଼ି ଫରିସ୍ତା ସ୍ୱରୂପ ସୂକ୍ଷ୍ମ ଲୋକ ନିବାସୀ ହେବାର ଅଛି। ଏହି ସେବା ତ ଦିନ ରାତି ଚାଲିଥିବ, କିନ୍ତୁ ମୋତେ ସେବା ସହିତ ନିଜ ଉପରେ ସୂକ୍ଷ୍ମ ଧ୍ୟାନ ରଖି ସମ୍ମାନର ସହିତ ପାସ୍ ହେବାର ଅଛି। ଦାଦିଜୀଙ୍କର ସର୍ବଦା ଏକମାତ୍ର ଲକ୍ଷ୍ୟ ଥିଲା କ'ଣ? ସମ୍ପୂର୍ଣ୍ଣ ଫରିସ୍ତା ଓ କର୍ମାତୀତ ଅବସ୍ଥା। ଦାଦି ତ ଯଜ୍ଞର ସବୁ ଦାୟିତ୍ୱ ନେଉଥିଲେ, ଲକ୍ଷ୍ୟ ରଖୁଥିଲେ ସମସ୍ତଙ୍କୁ ସନ୍ତୁଷ୍ଟ କରି। ସେବାର ମଧ୍ୟ ବର୍ଷେ 1.5 ବର୍ଷ ଆଗରୁ ହିଁ ସବୁ କିଛି ପ୍ଲାନିଂ କରିକି ପ୍ରିପେୟାର କରିକି ରଖୁଥିଲେ, କିନ୍ତୁ ତା ସହିତ ଲକ୍ଷ୍ୟ ରଖୁଥିଲେ ମୋତେ ସମ୍ପୂର୍ଣ୍ଣ ଫରିସ୍ତା ହେବାର ଅଛି। ଯେତିକି ସେବା ପ୍ରତି ଧ୍ୟାନ ଦେଉଥିଲେ, ସେତିକି ସ୍ୱ ଉନ୍ନତି ପ୍ରତି ମଧ୍ୟ ଧ୍ୟାନ ଦେଉଥିଲେ। ଭାବୁଥିଲେ ସେବା ତ ଦିନ ରାତି ଚାଲିଥିବ, କିନ୍ତୁ ମୋତେ ସେବା ସହିତ ନିଜ ଉପରେ ସୂକ୍ଷ୍ମ ଧ୍ୟାନ ରଖି ମୋତେ ସମ୍ମାନର ସହିତ ପାସ୍ ହେବାର ଅଛି। 17 ଦାଦିଜୀ ସର୍ବଦା ସମସ୍ତ ବିଘ୍ନରୁ ଉର୍ଦ୍ଧ୍ୱରେ ନିର୍ବିଘ୍ନ ଅବସ୍ଥା ରହୁଥିଲେ। ବିଘ୍ନ ତ ଆସୁଥିଲା, ଏତେ ବଡ଼ ଇଣ୍ଟରନ୍ୟାସନାଲ ଅର୍ଗାନାଇଜେସନ୍ ଦାଦି ଥିବା ସମୟରେ ହିଁ ବହୁତ କିଛି ଦାଦି ପ୍ଲାନିଂ କରୁଥିଲେ। ବାବା ଥିବା ସମୟରେ ତ ବହୁତ କମ୍ ଷ୍ଟୁଡେଣ୍ଟ ଥିଲେ। ଦାଦିଙ୍କୁ ଯେତେବେଳେ ବାବା ହ୍ୟାଣ୍ଡ ଓଭର କଲେ, ସେଣ୍ଟର ବଢ଼ି ଗଲା, ଷ୍ଟୁଡେଣ୍ଟ ବଢ଼ି ଗଲା, ସେବା ବଢ଼ି ଗଲା। ଦାଦି ସାଧୁସନ୍ଥମାନଙ୍କର ସମ୍ମିଳନୀ ଡକେଇଲେ, ସେମାନଙ୍କର ବହୁତ ଅତିଥି ଚର୍ଚ୍ଚା କଲେ। ତାପରେ ଆମର ସେ ସମୟରେ ଆକାଉଣ୍ଟ ଦେବାର ନଥିଲା, ମାନେ ଏବେ ପ୍ରତ୍ୟେକ ସେଣ୍ଟର ନିଜ ନିଜର ହିସାବ, ଆଶ୍ରମର ହିସାବ କିତାବ ସବୁ କେତେ ଆସିଲା କେତେ ଗଲା ସବୁ ଆମେ ହେଡ଼କ୍ୱାର୍ଟରକୁ ଦେଉଛୁ। ଆଗେ ଏସବୁ ନଥିଲା, କିନ୍ତୁ ଦାଦି ସବୁ ବଡ଼ ଭଉଣୀମାନଙ୍କୁ ଡକେଇକି ପାଖରେ ବସେଇକି ବୁଝେଇକି କହିଲେ ଆମ ଆଶ୍ରମକୁ ଆଗକୁ ବଢ଼ାଇବାର ଅଛି, ହେଲେ ଆମକୁ ଆମର ସବୁ ହିସାବ ମଧ୍ୟ ସବୁବେଳେ କ୍ଲିନ୍ ଆଣ୍ଡ କ୍ଲିୟର ରଖିବାର ଅଛି। ତ ଭଉଣୀମାନଙ୍କୁ କନଭିନ୍ସ କରିକିରି ସମସ୍ତଙ୍କୁ ହିସାବ ଦେବାର ଆରମ୍ଭ କରେଇଲେ। ସେମିତି ମଧୁବନରେ ଏମିତି ସବୁ ଡିପାର୍ଟମେଣ୍ଟସ୍ ନଥିଲା। ଦାଦି ସବୁ ଭାଇମାନଙ୍କୁ ଏକାଠି କରିକି କେତେଟା ଡିପାର୍ଟମେଣ୍ଟ ହେବ ସମସ୍ତଙ୍କୁ ପଚାରିକି 50ଟା ଡିପାର୍ଟମେଣ୍ଟ କରିଦେଲେ। ଆଉ ଯାହାକୁ ଯେଉଁ ଡ୍ୟୁଟି ଦେଲେ ବିଶ୍ୱାସର ସହିତ ଦେଲେ, ଯେ ଯିଏ ଯେଉଁ କାମ କରିନି କେବେ ନ କଲେ ମଧ୍ୟ ଦାଦି କହିଲେ ତମେ ଏଇଟା କରିବ କର। ତ ସେମାନେ କହିଲେ ଦାଦି ମୁଁ ଏ କାମଟା କେବେ କରିନି, ଦାଦି କହୁଛନ୍ତି ନା ତ ନିଶ୍ଚୟ ତମେ କରିପାରିବ। ତ ଦାଦି ବିଶ୍ୱାସର ସହିତ ଦେଉଥିଲେ। ଆଉ ଏସବୁ ଡିପାର୍ଟମେଣ୍ଟସ୍ ମଧ୍ୟ ଦାଦି ଥିବା ସମୟରେ ହିଁ ଏସବୁ ଯାକ ଡିଭାଇଡ଼ କଲେ, ଯାହାକୁ ତାର ଡ୍ୟୁଟି ଦେଇଦେଲେ। ଆଉ ଦାଦି ନିଜେ ଯାଇକି ସବୁ ଚକ୍କର ମାରୁଥିଲେ, ରାଉଣ୍ଡ ମାରୁଥିଲେ, ଦେଖୁଥିଲେ ସବୁ ନିଟ୍ ଆଣ୍ଡ କ୍ଲିନ୍ ହେଉଛି ନା ନାଇଁ କାମ, କେଉଁଠି ବି ଅଇଳା ମଇଳା ଅସନା ମସନା ଅଛି ଦାଦି ଡାକୁଥିଲେ, କହୁଥିଲେ। ଆଉ ନିଜେ ମଧ୍ୟ ସମସ୍ତଙ୍କୁ ଉମଙ୍ଗ ଉତ୍ସାହ ଦେଇ କରୁଥିଲେ। ଏମିତି ଦାଦି ସମ୍ପୂର୍ଣ୍ଣ ସର୍ବଦା ସମସ୍ତ ବିଘ୍ନରୁ ଉର୍ଦ୍ଧ୍ୱରେ ନିର୍ବିଘ୍ନ ଅବସ୍ଥା ରହୁଥିଲେ, ସବୁ କରୁଥିଲେ କରଉଥିଲେ। ତାହେଲେ ତ ଅନେକ କଥା ଆସିବ ନିଶ୍ଚିତ ରୂପେ, କିନ୍ତୁ ଦାଦି ନିଜର ଅବସ୍ଥାକୁ ନିର୍ବିଘ୍ନ ରଖୁଥିଲେ।
ଏକାନ୍ତରେ ବସି ନିଜକୁ ସୂକ୍ଷ୍ମ ଭାବରେ ଯାଞ୍ଚ କରି ନିଜର ଦୋଷ ଓ ଦୁର୍ବଳତାକୁ ସମାପ୍ତ କରି ଆତ୍ମାରୂପୀ ହୀରାର ଦାଗକୁ ସମ୍ପୂର୍ଣ୍ଣ କରି ଅମୂଲ୍ୟ ହୀରା ସଦୃଶ ହୋଇଗଲେ। ଦାଦି ଏକାନ୍ତରେ ସମୟ ମିଳିଲେ ଏକାନ୍ତରେ ବସିକି ନିଜର ସୂକ୍ଷ୍ମ ଭାବରେ ଦାଦି ଯାଞ୍ଚ କରୁଥିଲେ। ନିଜର ଦୋଷ ଆଉ ଦୁର୍ବଳତାକୁ ସମାପ୍ତ କରି ଆତ୍ମାରୂପୀ ହୀରାର ଦାଗକୁ ସମ୍ପୂର୍ଣ୍ଣ କରି ଅମୂଲ୍ୟ ହୀରା ସଦୃଶ ହୋଇଗଲେ। ଆମେ କ'ଣ ଭାବୁଛୁ, ଆମେ ତ ଭଲ କରୁଛୁ, ମୋର କିଛି ଦୋଷ ନାହିଁ, କିନ୍ତୁ ଆମେ ଦେହ ଅଭିମାନରେ ଅଛୁ, ପତିତ ଆତ୍ମା, ଆମ ଦ୍ୱାରା ଦୋଷ ହେଉଛି। ଆମକୁ ସୂକ୍ଷ୍ମ ଚେକିଂ କଲେ ଜଣା ପଡ଼ିବ ଯେ ଆମର କେତେ ଭୁଲ ହେଉଛି। ଆମେ ତ ଅନ୍ୟମାନଙ୍କ ଭୁଲକୁ ବହୁତ ଭଲ ଭାବେ ଜାଣି ଦେଉଛୁ, ବର୍ଣ୍ଣନା କରିଦେଉଛୁ, ପରଚିନ୍ତନ ପରିଦର୍ଶନ କରିଦେଉଛୁ, ଅନ୍ୟକୁ ବୁଝେଇ ଦେଉଛୁ। କିନ୍ତୁ ଦାଦି ଏତେ ମହାନ କାହିଁକି ହେଲେ? ଦାଦି ସବୁ ଦାୟିତ୍ୱ ନେଲେ ମଧ୍ୟ ନିଜ ଉପରେ ପୁରା ଧ୍ୟାନ ଦେଉଥିଲେ। ନିଜ ଭିତରେ କ'ଣ ଦୋଷ ଦୁର୍ବଳତା ଅଛି, ଦାଦି ସୂକ୍ଷ୍ମ ରୂପରେ ବସି ତାକୁ ଚେକିଂ କରୁଥିଲେ ଆଉ ତାକୁ ଚେଞ୍ଜ ମଧ୍ୟ କରୁଥିଲେ। ତେଣୁ ଆତ୍ମାରୂପୀ ହୀରାର ଦାଗକୁ ସମ୍ପୂର୍ଣ୍ଣ କରିକି ଅମୂଲ୍ୟ ହୀରା ସଦୃଶ ଦାଦି ହୋଇଗଲେ। 18 ନିଜକୁ ସମ୍ପୂର୍ଣ୍ଣ ପବିତ୍ର ଲାଇଟ୍ ମାଇଟ୍ରେ ସମ୍ପନ୍ନ କରିବା ପାଇଁ ଆନ୍ତରିକ ବୈରାଗ୍ୟ ବୃତ୍ତି ଦ୍ୱାରା ସମସ୍ତ କଥାରୁ ଉପରାମ ରହି ନିଜର ସୂକ୍ଷ୍ମ ଦୃଷ୍ଟି ଓ ବୃତ୍ତିକୁ ସମ୍ପୂର୍ଣ୍ଣ ପବିତ୍ର କରିଥିଲେ। ନିଜର ସମ୍ପୂର୍ଣ୍ଣ ପବିତ୍ର ଲାଇଟ୍ ଆଉ ମାଇଟ୍ ପ୍ରକାଶ ଶକ୍ତିରେ ସମ୍ପୂର୍ଣ୍ଣ କରିବା ପାଇଁ ନିଜକୁ ଆନ୍ତରିକ ବୈରାଗ୍ୟ ବୃତ୍ତି। ଆମେ ଆତ୍ମା ଲାଇଟ୍ ଆଉ ମାଇଟ୍ ସ୍ୱରୂପ ହେବା ପାଇଁ ଆମକୁ ସଂସାରରୁ ଭିତରୁ ବୈରାଗ୍ୟ ଦରକାର, ଆନ୍ତରିକ ବୈରାଗ୍ୟ। ଜଣେ କହିକି କେତେ ବୈରାଗ୍ୟ ଆମ ଭିତରେ ଆଣିପାରିବ? ଆମେ ନିଜେ ନ ଚାହିଁଲେ ଆମେ ସଂସାର ବୈରାଗ୍ୟ ଆଣିପାରିବା ନାହିଁ। କାହିଁକି? ଆମ ମନ ହିଁ ଆମକୁ ବହୁତ ଗାଇଡ଼ କରୁଛି ନା। ଆମ ମନର ମାଲିକ ହେଲେ ହିଁ ଆମେ ଏ ସଂସାର ବୈରାଗ୍ୟ ଆଣିବା, ଆମ ମନକୁ ବାବାଙ୍କ ସହିତ ଯୋଡ଼ି ପାରିବା, ଲାଇଟ୍ ଆଉ ମାଇଟ୍ର ଆମେ ଅନୁଭବ କରିପାରିବା, ଯେଉଁଟାକି ଦାଦି ସବୁବେଳେ ଅଭ୍ୟାସ କରୁଥିଲେ। ବୈରାଗ୍ୟ ବୃତ୍ତି ଦ୍ୱାରା ସମସ୍ତ କଥାରୁ ଉପରାମ ରହି ନିଜର ସୂକ୍ଷ୍ମ ଦୃଷ୍ଟି ଓ ବୃତ୍ତିକୁ ସମ୍ପୂର୍ଣ୍ଣ ପବିତ୍ର କରିଥିଲେ। ପୁରୁଣା ସଂସ୍କାର ପ୍ରକୃତି ଉପରେ ବିଜୟ ପ୍ରାପ୍ତ କରି ପ୍ରକୃତି ଜିତ ହୋଇ ବାବାଙ୍କ କୋଳରେ ଲୀନ ହୋଇଗଲେ। ପୁରୁଣା ସଂସ୍କାରର ପ୍ରକୃତି ଉପରେ ଦାଦି ବିଜୟ ପ୍ରାପ୍ତ କଲେ। ପ୍ରକୃତି ଜିତ ହୋଇ ବାବାଙ୍କ କୋଳରେ ଲୀନ ହୋଇଗଲେ। ଆତ୍ମାର ପୁରୁଣା ସଂସ୍କାର ଯେଉଁ ପ୍ରକୃତି ଅଛି, ସେ ପ୍ରକୃତିକୁ ଜିତିଲେ। ପୁରୁଣା ସଂସ୍କାରର ପ୍ରକୃତିକୁ ଜିତିକି ଦାଦି ପ୍ରକୃତି ଜିତ ହେଇକି ବାବାଙ୍କ କୋଳରେ ଲୀନ ହୋଇଗଲେ। ଲାଷ୍ଟ, ମୋତେ ବାବାଙ୍କ ସମାନ ସମ୍ପୂର୍ଣ୍ଣ ହେବାକୁ ହିଁ ପଡ଼ିବ। ଗୋଟିଏ ସଂକଳ୍ପ ଦାଦିଙ୍କର, ମୁଁ ବାବାଙ୍କର, ମୋତେ ବାବାଙ୍କ ସମାନ ସମ୍ପୂର୍ଣ୍ଣ ହେବାକୁ ହିଁ ପଡ଼ିବ। ସେଥିପାଇଁ ସୂକ୍ଷ୍ମ ଦେହ ଅଭିମାନକୁ, ନିଜର ସଂସ୍କାର ଗୁଡ଼ିକୁ, ମାନ ସାନ ବା ମହିମାକୁ, ବୁଦ୍ଧି ଓ ସ୍ୱଭାବକୁ ସମ୍ପୂର୍ଣ୍ଣ ସମର୍ପଣ କରି ବାବାଙ୍କ ସମାନ ଅବ୍ୟକ୍ତ ବତନବାସୀ ହୋଇଗଲେ। ସେଥିପାଇଁ ସୂକ୍ଷ୍ମ ଦେହ ଅଭିମାନକୁ, ନିଜର ସଂସ୍କାର ଗୁଡ଼ିକୁ, ମାନ ସାନ ବା ମହିମାକୁ, ବୁଦ୍ଧି ଓ ସ୍ୱଭାବକୁ ସମ୍ପୂର୍ଣ୍ଣ ସମର୍ପଣ କରି ବାବାଙ୍କ ସମାନ ଅବ୍ୟକ୍ତ ବତନବାସୀ ହୋଇଗଲେ। ଇଏ ହେଲା 19ଟା ପଏଣ୍ଟ ଦାଦିଙ୍କର ଗୁପ୍ତ ପୁରୁଷାର୍ଥର। ଇଏ 29ଟା ପଏଣ୍ଟ, ସେ 10, ଇଏ 19, ଟୋଟାଲ 29ତମ ସ୍ମୃତି ଦିବସରେ ଦାଦିଙ୍କର 29ଟା ଗୁପ୍ତ ପୁରୁଷାର୍ଥ। କେତେ ସୁନ୍ଦର ମନ୍ଥନ କରିକି ମୁରଲୀରେ ଏତେ ସୁନ୍ଦର ଆମ ପୁରୁଷାର୍ଥ ପାଇଁ ଏସବୁ ଟପିକ୍ସ ଦେଉଛନ୍ତି। ଦାଦିଙ୍କର ପୁରୁଷାର୍ଥର ପଏଣ୍ଟସ୍ ଦେଉଛନ୍ତି। ବାବା ଆମକୁ ପୁରୁଷାର୍ଥ କରିବା ପାଇଁ ସହଜ ମାର୍ଗ ଦେଉଛନ୍ତି। ଆମେ ମୂଲ୍ୟ ଅଧ୍ୟୟନ କରିବା ସହିତ ଦାଦିମାନଙ୍କର ବିଶେଷତା, ବାବାଙ୍କର ବିଶେଷତା, ସମସ୍ତେ କେମିତି ଗୁପ୍ତରେ ପୁରୁଷାର୍ଥ କରୁଥିଲେ, ଯଦି ଆମେ ବୁଦ୍ଧି ସେଥିରେ ଚଲେଇବା ନା, ଆମର ପୁରୁଷାର୍ଥ ବହୁତ ବଢ଼ିଆ ହେବ। ଆମେ ସମ୍ପୂର୍ଣ୍ଣ ଅବସ୍ଥାକୁ ପ୍ରାପ୍ତ କରିପାରିବା, ପାସ୍ ବି ତନହର ହେଇପାରିବା। କେବେ ମଧ୍ୟ ମାୟା ପାଖରେ ଆମେ ହାରିବାନି, କି କେବେ ଧୋକା ଖାଇବାନି, କି କୌଣସି ଦେହଧାରୀର ନାମ ରୂପରେ ଆମେ କେବେ ଫସିବାନି। କାରଣ ସମସ୍ତେ ଗୋଟେ ବାବାଙ୍କ ପାଇଁ ଇନଷ୍ଟ୍ରୁମେଣ୍ଟ, ଆମେ ମଧ୍ୟ ଇନଷ୍ଟ୍ରୁମେଣ୍ଟ। ସବୁକିଛି କରେଇବାଲା ବାବା ଅଟନ୍ତି। ତେଣୁ ସବୁକିଛି ବାବାଙ୍କୁ ସମର୍ପଣ କରିକି ଡ୍ରାମା ଉପରେ ଯଦି ନିଶ୍ଚୟ ରଖିକି, ଆତ୍ମବିଶ୍ୱାସ ରଖିକି, ବାବାଙ୍କ ଉପରେ ନିଶ୍ଚୟ ରଖିକି ଯଦି ପୁରୁଷାର୍ଥ କରିବା,
ତ ଆମ ପରି ଭାଗ୍ୟବାନ ଏ ଦୁନିଆରେ କେହି ହେଲେ ନାହାନ୍ତି, ଆମ ପରି ସୁଖୀ ଏ ଦୁନିଆରେ କେହି ହେଲେ ନାହାନ୍ତି, ଆମଠୁ ଅଧିକ ପ୍ରାପ୍ତି ଏ ଦୁନିଆର କାହାର ହେଇପାରିବନି। କାରଣ ନିଜେ ଭଗବାନ ଆସିଛନ୍ତି ମୋର ଭାଗ୍ୟ ଗଢ଼ିବା ପାଇଁ। ମୋତେ ଏତେ ଭଲ ପାଉଛନ୍ତି, ମୋତେ ପାଖରେ ବସିକି ପ୍ରତିଦିନ ମୋତେ ବୁଝାଉଛନ୍ତି ଯେ କାହିଁକି ଗ୍ରହ ପଡ଼ିଲା, କିଛି କାରଣ ନଥିଲେ କ'ଣ ଗ୍ରହ ଦୋଷ ଆସିଲା କି? କାରଣ କ'ଣ, ତାର ନିବାରଣ କ'ଣ, ସମସ୍ୟା କ'ଣ, ତାର ସମାଧାନ କ'ଣ, ଗୋଟେ ଗୋଟେ କରି ବାବା ମୋତେ ବୁଝାଉଛନ୍ତି। ଭଗବାନ ମୋତେ କେତେ ଭଲ ପାଉଛନ୍ତି, ମୋର ଅବଗୁଣ ଦେଖୁଛନ୍ତି, ହେଲେ ମଧ୍ୟ ଦେଖୁଛନ୍ତି ବୋଲି ନା ମୋତେ ଗୁଣବାନ କରିବା ପାଇଁ ଏତେ ଶିକ୍ଷା ଦେଉଛନ୍ତି। ଯଦି ମୁଁ ଏତିକି କଥା ବୁଝିଯିବି ନା, ଓହ ସୌଭାଗ୍ୟ ମୋର। ଆଚ୍ଛା, ଓମ୍ ଶାନ୍ତି।